السلام عليكم ورحمة الله. أشهد أن لا إله إلا الله وحده لا شريك له وأشهد أن محمدا عبده ورسوله. أما بعد فأعوذ بالله من الشيطان الرجيم. بسم الله الرحمن الرحيم. الحمد لله رب العالمين الرحمن الرحيم مالك يوم الدين. إياك نعبد وإياك نستعين. اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. अल्लाह ताला के फजल से अल्लाह तालाଙ୍କ କୃପାରୁ ଆଜିକାଲି ଆମେମାନେ ପବିତ୍ର ରମଜାନ ମାସ ଦେଇ ଗତି କରୁଅଛେ ଏବଂ ଶେଷ 10 ଦିନରେ ପ୍ରବେଶ କରିବାକୁ ଯାଉଛେ। ଏହି ଶେଷ 10 ଦିନ ସମ୍ପର୍କରେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମ କହିଛନ୍ତି ଯେ ଆଲ୍ଲାହ ତାଲା ଏହି ଅନ୍ତିମ ପର୍ଯ୍ୟାୟରେ ଶୁଦ୍ଧପୂତମାନଙ୍କୁ ନରକାଗ୍ନିଠାରୁ ମୁକ୍ତି ପ୍ରଦାନ କରିଥାନ୍ତି। ଅତଏବ ଆମମାନଙ୍କୁ ଏହି ଦିନରେ ବିଶେଷ ରୂପେ ନିଜର ଉପାସନାକୁ ସୁନ୍ଦର ଓ ସୁସଜ୍ଜିତ କରିବା, ଦୁରୁଦ ଶରୀଫ ପାଠ କରିବା, ତବା ଇସ୍ତିଗଫାର କରିବା ଏବଂ ସେହିପରି ଭକ୍ତମାନଙ୍କର ଅଧିକାର ସମ୍ପାଦନ କରିବା ପାଇଁ ଅଧିକରୁ ଅଧିକ ଧ୍ୟାନ ଦେବା ଉଚିତ। ପବିତ୍ର ରମଜାନ ମାସର ଶେଷ 10 ଦିନରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଏତେ ପ୍ରୟାସ ଓ ସାଧନ କରୁଥିଲେ ଯେ ଅନ୍ୟ ଦିନମାନଙ୍କରେ ଏଭଳି କରୁନଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ବିଶ୍ୱାସକାରୀମାନଙ୍କ ପାଇଁ ସର୍ବୋଚ୍ଚ ଆଦର୍ଶ ଥିଲେ। ଅତଏବ ଆମମାନଙ୍କୁ ନିଜର ପ୍ରଚେଷ୍ଟା ଅନୁଯାୟୀ ଏହି ସର୍ବୋଚ୍ଚ ସ୍ତର ଓ ଆସନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଚେଷ୍ଟା କରିବା ଉଚିତ। ଆମମାନଙ୍କ ପକ୍ଷେ ଏହା ଉଚିତ ହେବ ଯେ ଆମେମାନେ ଏହି ଦିନମାନଙ୍କରେ ଦୁଆ ପ୍ରତି ସର୍ବାଧିକ ପ୍ରୟାସ କରିବା। ବିଶେଷ କରି ଅହମଦୀମାନଙ୍କୁ ଏଥିପ୍ରତି ଅଧିକରୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ପାକିସ୍ତାନରେ ଏବଂ ଅନ୍ୟ ଇସଲାମୀୟ ରାଷ୍ଟ୍ରମାନଙ୍କରେ ମଧ୍ୟ ଜମାତ ବିରୁଦ୍ଧରେ ଷଡ଼ଯନ୍ତ୍ର ଓ ଅପଚେଷ୍ଟା ଚାଲିଛି। ଆଲ୍ଲାହ ତାଆଲା ଶତ୍ରୁର ଏହି ସମସ୍ତ ଅପଚେଷ୍ଟାଠାରୁ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ। ସେହିପରି ଏହି ଭୂତାଣୁ ଜନିତ ମହାମାରୀ ରୋଗ ଯାହାକି ଦ୍ରୁତଗତିରେ ନିଜର କାୟା ବିସ୍ତାର କରି ଚାଲିଛି, ତହିଁରୁ ମଧ୍ୟ ଆଲ୍ଲାହ ତାଆଲା ଆମମାନଙ୍କୁ ସୁରକ୍ଷିତ ରଖନ୍ତୁ। ଆମମାନଙ୍କର ଏହି ସୌଭାଗ୍ୟ ଯେ ଆଲ୍ଲାହ ତାଆଲା ଆମମାନଙ୍କୁ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଓ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ମାଧ୍ୟମରେ ଦୁଆ କରିବାର ଶୈଳୀ ସମ୍ପର୍କରେ ସଠିକ୍ ଶିକ୍ଷା ପ୍ରଦାନ କରିଦେଇଛନ୍ତି। ଅତଏବ ଆଲ୍ଲାହ ତାଆଲାଙ୍କର ପ୍ରଶଂସା ତଥା ମହିମା ଗାନ କରିବା ସହିତ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ପାଇଁ ଦୁରୁଦ ଶରୀଫ ପ୍ରେରଣ କରିବା ନିତ୍ୟାନ୍ତ ଆବଶ୍ୟକ। ଅନ୍ୟଥା ଦୁଆ ଆକାଶ ଓ ପାତାଳ ମଧ୍ୟରେ ଅଟକି ରହିଯାଇଥାଏ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ କୁହନ୍ତି, ମୋର ଉପରେ ଦୁରୁଦ ଶରୀଫ ପାଠ କରିବା ତୁମମାନଙ୍କ ମୋ ଉପରେ ଦୁରୁଦ ଶରୀଫ ପ୍ରେରଣ କରିବା ସ୍ୱୟଂ ତୁମମାନଙ୍କର ପବିତ୍ରତା ଓ ବିକାଶର ମାଧ୍ୟମ ସାବ୍ୟସ୍ତ ହେବ। ଯେଉଁ ବ୍ୟକ୍ତି ନିଷ୍ଠାପର ହୃଦୟର ସହିତ ମୋ ଉପରେ
ଦୁରୁଦ ପାଠ କରିଥାଏ, ଆଲ୍ଲାହ ତାଆଲା ସେହି ବ୍ୟକ୍ତି ଉପରେ 10 ଥର ଦୁରୁଦ ଶରୀଫ ପ୍ରେରଣ କରିଥାନ୍ତି ଏବଂ ତାହାର 10ଟି ପୁଣ୍ୟ ଲେଖାଯାଇଥାଏ। ଏହି ବର୍ଣ୍ଣନାଗୁଡ଼ିକରୁ ଦରୁଦ ଶରୀଫର ମହତ୍ଵ ସ୍ପଷ୍ଟ ହୋଇଯାଏ ଏବଂ ଆମେ ଯେ ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମଙ୍କର ଅନୁଗାମୀ ଓ ଆମେ ଏହି କଥାର ଦାବି କରିଥାଉ ଯେ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ମାଧ୍ୟମରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି వసଲ୍లంଙ୍କର ମର୍ଯ୍ୟାଦା ଓ ମହତ୍ଵକୁ ଆମେ ହୃଦୟଙ୍ଗମ କରୁଛେ। ଅତଏବ ଆମମାନଙ୍କର ଏହି କର୍ତ୍ତବ୍ୟ ଯେ ଦୁରୁଦର ମହତ୍ଵକୁ ଉପଲବ୍ଧ କରିବା ଉଚିତ ଏବଂ କେବଳ ଏଥିସକାଶେ ଦୁରୁଦ ଶରୀଫ ନ ପଢ଼ନ୍ତୁ ଯେ ଏହିପରି ଭାବରେ ଆଲ୍ଲାହ ତାଆଲା ଆମମାନଙ୍କୁ ଆମର ଦୁଆକୁ ଶୁଣିବେ, ତାହାକୁ ସ୍ୱୀକୃତି ପ୍ରଦାନ କରିବେ, ତାହା ନୁହଁ, ବରଂ ଏଇଥିପାଇଁ ଯେ ସାର୍ବକାଳିକ ପବିତ୍ରତା ଆମମାନଙ୍କ ଜୀବନର ଅଭିନ୍ନ ଅଙ୍ଗ ପାଲଟିଯିବ। ଏହି ଦରୁଦ ମାଧ୍ୟମରେ ଆମେ ପ୍ରଭୁଙ୍କ ସାନ୍ନିଧ୍ୟତା ଲାଭ କରିନେଉ। ନିଜ ଭବିଷ୍ୟତ ଉଜ୍ଜଳମୟ ଓ ପବିତ୍ରକାରୀ ହୋଇ ଆମେ ଧାର୍ମିକ ଓ ଆଧ୍ୟାତ୍ମିକ ଉନ୍ନତି ହାସଲକାରୀ ହୋଇଥାଉ। କେବଳ ଆମର ମୁହଁର ରଟନା ନ ହେଉ ଯେ ଆମେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି వସଲ୍లంଙ୍କ ପ୍ରକୃତ ଦାସଙ୍କର ଅନୁଗାମୀ ଅଟୁ, ବରଂ ଆମର ପ୍ରତ୍ୟେକ ଅମଳ, ପ୍ରତ୍ୟେକ କାର୍ଯ୍ୟ, ପ୍ରତ୍ୟେକ ହରକତ, ଆମର ଉଠିବା ବସିବା ଆମ ଘୋଷଣାକୁ ପ୍ରତିପାଦିତ କରୁଥିବ। ଯେଉଁ ମସିହ ଓ ମେହେଦୀଙ୍କ ସମ୍ବନ୍ଧରେ ଆକାଶୀୟ ଦେବଦୂତମାନେ ସାକ୍ଷ୍ୟ ଦେଲେ ଯେ ସେହି ବ୍ୟକ୍ତି ଯେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି వସଲ୍లంଙ୍କୁ ସବୁଠାରୁ ଅଧିକ ପ୍ରେମ କରନ୍ତି। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ନିଜର ଐଶୀ ବାଣୀ ସଲ୍ଲି ଆଲା ମୁହମ୍ମଦିନ ଓ ଆଲା ଆଲେ ମୁହମ୍ମଦିନ ସୈୟଦିନ ୱଲିଦା ଆଦମା ଓ ଖାତମିନ ନବୀଇନର ଚର୍ଚ୍ଚା କରି କୁହନ୍ତି। ଏହା ଏହି କଥା ଆଡ଼କୁ ଇଙ୍ଗିତ କରେ ଯେ ବିଶ୍ୱ ବ୍ରହ୍ମାଣ୍ଡର ଅଧିପତି ଈଶ୍ୱରଙ୍କ ସମ୍ମୁଖରେ କିଭଳି ତାଙ୍କର ଉଚ୍ଚ ମର୍ଯ୍ୟାଦା ରହିଛି, ଯେ ସମସ୍ତ ପ୍ରକାର ଉଚ୍ଚ ଆସନ, ଗୌରବ ଓ ପୁରସ୍କାର ତାଙ୍କ ସହିତ ପ୍ରୀତି ସମ୍ପର୍କ ସ୍ଥାପନ କରିବା ଦ୍ୱାରା ହାସଲ ହୋଇଥାଏ। ପବିତ୍ର ଓ ଧନ୍ୟ ସେ ପ୍ରଭୁ ଯାହାଙ୍କ ନିକଟରେ ତାଙ୍କର କି ବଡ଼ିମା, ତାଙ୍କର ପ୍ରେମ ପ୍ରଭୁଙ୍କ ପ୍ରେମ ପାଲଟି ଯାଇଥାଏ ଏବଂ ତାଙ୍କର ସେବକ ସମଗ୍ର ସଂସାରବାସୀଙ୍କ ମାର୍ଗଦର୍ଶକ ହୋଇଥାଏ। ଅର୍ଥାତ୍ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି వସଲ୍లంଙ୍କ ଦାସତ୍ୱର ସବୁଠାରୁ ଅଧିକ କର୍ତ୍ତବ୍ୟ ସମ୍ପାଦନକାରୀ ପ୍ରଭୁଙ୍କ ଶରଣେ ସେହି ଆସନ ପ୍ରାପ୍ତ କରିଥାଏ ଯେ ଗୋଟିଏ ସଂସାର ଆସି ତା ନିକଟରେ ରୁଣ୍ଡ ହୋଇଯାଇଥାଏ, ତାଙ୍କର ଦାସତ୍ୱ ସ୍ୱୀକାର କରିଥାଏ ଏବଂ ଦାସତ୍ୱ ସ୍ୱୀକାର କରିବାର ଘୋଷଣା ଓ ସ୍ୱୀକାରୋକ୍ତି ମଧ୍ୟ କରିଥାନ୍ତି। ସୁତରାଂ ଆଜି ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମଙ୍କର ଯେଉଁ ପଦମର୍ଯ୍ୟାଦା ଓ ଉଚ୍ଚ ସ୍ତର ରହିଛି, ତାହାର କେବଳ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି వସଲ୍లంଙ୍କ ଦାସତ୍ୱ ସ୍ୱୀକାର କରିବା ଯୋଗୁଁ ଆପଣଙ୍କୁ ପ୍ରାପ୍ତ ହୋଇଛି ଏବଂ ହୁଜୁର ସଲ୍ଲଲ୍ଲାହୁ ଆଲୈହି వସଲ୍లంଙ୍କୁ ପ୍ରେମ କରିବା, ନିଷ୍ଠାପର ପ୍ରେମ କରିବା ଯୋଗୁଁ ଆପଣଙ୍କୁ ଲାଭ ହୋଇଛି। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ହୁଜୁର ସଲ୍ଲଲ୍ଲାହୁ ଆଲୈହି వସଲ୍లంଙ୍କ କାର୍ଯ୍ୟକୁ ପ୍ରସାରିତ କରିବା ପାଇଁ ପ୍ରେରିତ ହୋଇଛନ୍ତି। ଅତଏବ ଆଜି ସମଗ୍ର ପୃଥିବୀରେ ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମଙ୍କର ଯେଉଁ ମର୍ଯ୍ୟାଦା ରହିଛି, ତାହା କେବଳ ହୁଜୁର ସଲ୍ଲଲ୍ଲାହୁ ଆଲୈହି వସଲ୍లంଙ୍କ ଅନୁଗାମୀ ଓ ଦାସତ୍ୱ ଯୋଗୁଁ ହିଁ ସମ୍ଭବପର ହୋଇପାରିଛି। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କୁହନ୍ତି, ଏକଦା ରାତ୍ର ସମୟରେ ଏହି ବିନୀତ ଏତେ ମାତ୍ରାରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି వସଲ୍లంଙ୍କ ପାଇଁ ଦୁରୁଦ ପ୍ରେରଣ କଲେ ଯେ ବିନୀତର ହୃଦୟ ଓ ଆତ୍ମା ସୁବାସିତ ଓ ସୁଗନ୍ଧିତ ହୋଇ ଉଠିଲା। ସେହି ରାତ୍ରରେ ସ୍ୱପ୍ନରେ ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ଦେଖିଲେ ଦେବଦୂତମାନେ ଆଲୋକର ଥଳି ଧରି ଏହି ବିନୀତ ଘରକୁ ଆଗମନ କରିଛନ୍ତି ଏବଂ ତନ୍ମଧ୍ୟରୁ ଜଣେ ଦେବଦୂତ କହିଲେ, ଏହା ହେଉଛି ସେହି କଲ୍ୟାଣ ଓ ପ୍ରତିଫଳ ଯାହା ତୁମେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି వସଲ୍లంଙ୍କ ଉପରେ ପ୍ରେରଣ କରିଥିଲ। ଏହିପରି ଆଉ ଏକ
ଅଦ୍ଭୁତପୂର୍ଣ୍ଣ ଘଟଣା ମନେ ପଡ଼ିଲା। ଏକଦା ଐଶୀ ବାଣୀ ହେଲା କି ପରମେଶ୍ୱର ଇସଲାମ ଧର୍ମର ପୁନରୁଦ୍ଧାର ପାଇଁ ବ୍ୟଗ୍ର, କିନ୍ତୁ ବର୍ତ୍ତମାନ ସୁଦ୍ଧା ସେହି ବ୍ୟକ୍ତିଙ୍କୁ ପ୍ରଭୁ ନିର୍ଦ୍ଦେଶ ଦେଇନାହାନ୍ତି, ଯେହେତୁ ସେମାନେ ଆପତ୍ତି କରିବାରେ ମାତି ରହିଛନ୍ତି। ସେହି କ୍ଷଣି ସ୍ୱପ୍ନରେ ଦେଖିଲି ଲୋକେ ଜଣେ ଜୀବନ ରକ୍ଷକର ପଡ଼ତାଲ କରୁଛନ୍ତି ଏବଂ ଜଣେ ବ୍ୟକ୍ତି ଏହି ବିନୀତ ନିକଟକୁ ଆସି ଇଙ୍ଗିତ କଲା, ହାଜା ରଜୁଲୁନ୍ ୟୁହିବ୍ବୁ ରସୁଲୁଲ୍ଲାହ। ଆମେମାନେ ସେହି ମସି ଓ ମେହେଦୀଙ୍କୁ ଗ୍ରହଣକାରୀ ଅଟୁ, ଯେଉଁ ମସି ଓ ମେହେଦୀଙ୍କ ସମ୍ପର୍କରେ ଆକାଶ ଲୋକରେ ଦେବଦୂତମାନେ କହିଥିଲେ, ହାଜା ରଜୁଲୁନ୍ ୟୁହିବ୍ବୁ ରସୁଲୁଲ୍ଲାହ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମ କୁହନ୍ତି ଯେ ଦେବଦୂତମାନଙ୍କର ଏହି କଥନରୁ ଏହା ଯଥାର୍ଥ ଥିଲା ଯେ ସର୍ବବୃହତ ସର୍ତ୍ତ ଏହି ଶପଥ ଅର୍ଥାତ୍ ମୁହାଇ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ପ୍ରେମୀ ଅଟେ। ଅତଏବ ଆମମାନେ ସେହି ମୁହାଇଙ୍କ ମିଶନକୁ ଆଗକୁ ବଢ଼ାଇବା ପାଇଁ ଶପଥ ନେଇଛେ। କ'ଣ ଆମମାନଙ୍କର ଏହା କର୍ତ୍ତବ୍ୟ ନୁହେଁ ଯେ ଆମେମାନେ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଉପରେ ଦରୁଦ ଶରୀଫ ପ୍ରେରଣ କରିବା ତଥା ଶାନ୍ତି ଅବତୀର୍ଣ୍ଣ ହେବା ନିମନ୍ତେ ଦରୁଦ ଶରୀଫ ଜପ କରି ସେହି ମସି ଓ ମେହେଦୀଙ୍କ ସହାୟକ ସାବ୍ୟସ୍ତ ହେବା। ସଂସାରବାସୀଙ୍କୁ ଅବଗତ କରାନ୍ତୁ ଯେ ତୁମେ ଯାହାଙ୍କୁ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କର ଅବମାନନା ଓ ତିରସ୍କାରୀ ମଣୁଛ, ବାସ୍ତବ ପକ୍ଷେ ସେମାନେ ହିଁ ସର୍ବାଧିକ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କୁ ପ୍ରେମ କରୁଛନ୍ତି ଏବଂ ସେମାନେ ହିଁ ଏହି ଦରୁଦ ଶରୀଫ ଓ ସଲାମ ପ୍ରେରଣ କରିବାର ଗୂଢ଼ ତତ୍ତ୍ୱକୁ ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମଙ୍କ ମାଧ୍ୟମରେ ବୁଝିପାରିଛନ୍ତି ଏବଂ ସେମାନେ ହିଁ ଅଧିକ ଦରୁଦ ପାଠ କରିଥାନ୍ତି। ଆମେମାନେ ହିଁ ରମଜାନ ମାସରେ କେବଳ ନିଜ ବ୍ୟକ୍ତିଗତ ଦୁଆ ପ୍ରତି ମନୋଯୋଗ କରୁନଥାଉ, ବରଂ ଅଧୈର୍ଯ୍ୟ ଓ ଅଥୟ ହୋଇ ସମଗ୍ର ସଂସାରବାସୀ କିପରି ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଧ୍ୱଜା ତଳେ ଜମା ହୋଇଯିବେ, ରୁଣ୍ଡ ହୋଇଯିବେ, ଆପଣଙ୍କର ଜୟ ଜୟକାର ହେବ, ସମଗ୍ର ବିଶ୍ୱରେ ଇସଲାମର ଧ୍ୱଜା ଲହରେଇବ ଏବଂ କିଭଳି ଲୋକେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଦାସତ୍ୱରେ ଆସି ନିଜର ଇହ ଓ ପରକାଳକୁ ସଫଳ କରିନେବେ, ସେଥିପ୍ରତି ଦୁଆ କରିଥାଉ। କିପରି ଇସଲାମ ଓ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଦାସତ୍ୱ ଗ୍ରହଣ କରି ନିଜକୁ ଗର୍ବ କରିବେ ଲୋକେମାନେ, କାରଣ ଏହା ହିଁ ଏକମାତ୍ର ଧର୍ମ ଯେ ସୁରକ୍ଷା ପ୍ରଦାନ କରିବାର ଜମାନତ ଦେଇଥାଏ। ଏହା ହିଁ ଏକମାତ୍ର ଧର୍ମ ଯାହାକି ଭକ୍ତକୁ ନିଜ ସୃଷ୍ଟିକର୍ତ୍ତାର ସହ ସମ୍ପର୍କ ସ୍ଥାପନ କରାଇଥାଏ। ଏହା ହିଁ ଏକମାତ୍ର ଧର୍ମ ଯାହାର ଜୀବିତ ଚିରଞ୍ଜୀବୀ ପ୍ରଭୁ ନିଜର ଭକ୍ତର ପ୍ରାର୍ଥନା ସ୍ୱୀକାର କରି ତାହାକୁ ଉତ୍ତର ଦେଇଥାନ୍ତି। ଆମେ ଯେ କି ଅହମଦୀମାନଙ୍କ କାନ୍ଧ ଉପରେ ଏହି ଗୁରୁଦାୟିତ୍ୱଟି ନ୍ୟସ୍ତ ରହିଛି। ଆମେମାନେ ଯଦି ପ୍ରଳୟ ଦିବସ ପର୍ଯ୍ୟନ୍ତ ସେହି ପୁରସ୍କାର ଓ କୃପାର ଅଧିକାରୀ ହେବାର ଇଚ୍ଛୁକ, ତାହେଲେ ଆମେମାନେ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଉପରେ ଅନବରତ ଭାବରେ ଦୁରୁଦ ଶରୀଫ ପ୍ରେରଣ କରିବା ଉଚିତ, ଯଦ୍ୱାରା ଆମେମାନେ ଏହା ଅବଲୋକନ କରିନେବା ଯେ କିପରି ଶତ୍ରୁମାନଙ୍କର ଉଦ୍ୟମ ଓ କୁମନ୍ତ୍ରଣାମାନ ଆଲ୍ଲାହ ତାଆଲାଙ୍କ କୃପାରୁ ପଣ୍ଡ ହେଉଅଛି ଓ କିପରି ଶତ୍ରୁର ମୁକାବିଲା ସ୍ୱୟଂ ପରମେଶ୍ୱର ନିଜେ କରିଥାନ୍ତି। ପୁନଶ୍ଚ ଆମେ ଦେଖିଥାଉ ଯେ ଆମ ଆସନ୍ତା ପିଢ଼ି ଆଧ୍ୟାତ୍ମିକତାରେ ଉନ୍ନତି କରି ଊର୍ଦ୍ଧ୍ୱରୁ ଊର୍ଦ୍ଧ୍ୱଗାମୀ ହୋଇ ଚାଲିଛନ୍ତି। ଆମେ ବ୍ୟକ୍ତିଗତ ଦୁଆ ସ୍ୱୀକାର ହେବାର ନିଦର୍ଶନ ଦେଖିବା ଓ ସାମୂହିକ ଦୁଆ ସ୍ୱୀକାର ହେବାର ମଧ୍ୟ ନିଦର୍ଶନ ଦେଖିବା। ଏହା କଦାପି ମିଥ୍ୟା ହେବ ନାହିଁ, କାରଣ ପ୍ରଭୁଙ୍କ ପ୍ରିୟ ରସୁଲ ଆମକୁ ଏହାର ଜମାନତ ଦେଇଛନ୍ତି ଯେ ମୋ ପାଇଁ ଦରୁଦ ପାଠ କରିବା ପରେ ଦୁଆ କଲେ ତୁମର ଆବଶ୍ୟକତା ନିଶ୍ଚିତ ପ୍ରଭୁ ପୂରଣ କରିବେ, କିନ୍ତୁ ସର୍ତ୍ତ ଏହିକି ଯେ ଦରୁଦ ପାଠ କଲାବେଳେ ପୂର୍ଣ୍ଣ ନିଷ୍ଠାର ସହ ପାଠ କରିବ। ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲାମଙ୍କ ଉଚ୍ଚ ଆସନ ଓ ପଦମର୍ଯ୍ୟାଦାକୁ
ଊର୍ଦ୍ଧ୍ୱଗାମୀ କରିବା ପ୍ରତି ମନରେ ଉତ୍କଣ୍ଠା ରହିଥିବ। ପ୍ରଭୁଙ୍କ ଶରଣେ ମନପ୍ରାଣର ସହ ଦୁଆ କରିବା ସହିତ ଏହାର ଗହରତ୍ୱ ଓ ମର୍ମକୁ ସଠିକ୍ ରୂପେ ହୃଦୟଙ୍ଗମ କରୁଥିବ। ଏହି ପ୍ରସଙ୍ଗରେ ସଂକ୍ଷିପ୍ତରେ କହିଦେଉଛି ଯେ ଅନ୍ତରର ହୃଦୟରୁ ଦୁଆ ସେତେବେଳେ ବାହାରିଥାଏ ଯେତେବେଳେ ମଣିଷ ଅବଗତ ଥାଏ ଯେ ସେ କ'ଣ ଦୁଆ କରୁଛି। କେବଳ ମୁହଁରୁ ଶବ୍ଦମାନ ଅନର୍ଗଳ ଭାବରେ ଉଚ୍ଚାରଣ କରିଦେଲେ ସେହି ଶବ୍ଦମାନର ଗହରତ୍ୱ ଓ ମର୍ମ ବୁଝାପଡ଼ିନଥାଏ, ନା ତାହା ହୃଦୟକୁ ପ୍ରଭାବିତ ଓ ଆକର୍ଷିତ କରିଥାଏ। କାରଣ ଯଦି ହୃଦୟକୁ ପ୍ରଭାବିତ କରୁନାହିଁ, ତେବେ ସେହି ଉତ୍ସାହ, ଉଦ୍ଦୀପନା ଓ ଆତୁରତା ଉତ୍ପନ୍ନ ହୋଇନଥାଏ। ସୁତରାଂ ହୃଦୟକୁ ପ୍ରଭାବିତ କରିବା ପାଇଁ ମଣିଷକୁ ଜ୍ଞାତ ହେବା ଆବଶ୍ୟକ ଯେ ସେ କ'ଣ ଦୁଆ ପାଠ କରୁଅଛି ଓ କାହିଁକି କରୁଛି। ଲକ୍ଷ ଲକ୍ଷ କୋଟି କୋଟି ଲୋକ ଦୁରୁଦ୍ର ଶବ୍ଦମାନ ପୁନରାବୃତ୍ତି କରିଥାନ୍ତି, କିନ୍ତୁ ସେମାନଙ୍କୁ ଜଣା ନଥାଏ ଯେ ତାହାର ଅର୍ଥ କ'ଣ, ସେଥିରୁ ଆମକୁ କି ଉପକାର ମିଳୁଛି। ହଜରତ ମହମ୍ମଦ ମୁସ୍ତଫା ଙ୍କୁ କି ସୁଫଳ ମିଳିବ ଏଥିରୁ। ହଜରତ ମୁସ୍ଲିମ ମଉଦ୍ ରଜିୟଲ୍ଲାହୁ କୁହନ୍ତି, ସଲାତ୍ର ଅର୍ଥ ଦୁଆ କରିବା ଅଟେ। ଅତଏବ ଆଲ୍ଲାହୁମ୍ମା ସଲ୍ଲି ଆଲାର ଅର୍ଥ ହେଉଛି ଯେ ହେ ଅଲ୍ଲାହ, ତୁମେ ରସୁଲ କରୀମ ଙ୍କ ପାଇଁ ଦୁଆ କର। ଆମେମାନେ ଯେତେବେଳେ ଆଲ୍ଲାହ ତାଆଲାଙ୍କ ସମ୍ପର୍କରେ କହୁ ଯେ ସେ ଦୁଆ କରନ୍ତି, ସେତେବେଳେ ଏହାର ଅର୍ଥ ଏହିକି ଯେ ସେ ନିଜର ପ୍ରାଣୀ ଜଗତ ଓ ସୃଷ୍ଟଜ ସମସ୍ତ ବସ୍ତୁକୁ କହନ୍ତି ଯେ ମୋର ଭକ୍ତର ସମର୍ଥନ କର। ଅତଏବ ଆଲ୍ଲାହୁମ୍ମା ସଲ୍ଲି ଆଲାର ଅର୍ଥ ଏହା ହେଲା ଯେ ଆଲ୍ଲାହ ତୁମ୍ଭେ ପ୍ରତ୍ୟେକ ପୁଣ୍ୟ ଓ କଲ୍ୟାଣ ହଜରତ ମହମ୍ମଦ ମୁସ୍ତଫା ଙ୍କ ପାଇଁ ଚାହଁ। ପୁନଶ୍ଚ ତାଙ୍କ ଗୌରବ ଓ ମର୍ଯ୍ୟାଦାକୁ ଅଭିବୃଦ୍ଧି କର। ଏପରି ଦୁଆ ଓ ଆକାଂକ୍ଷାଠାରୁ ବଳି ଆଉ କିଛି ହୋଇ ନପାରେ। ଆମେ ଛାର ମାନବ ଯେ ଏହାର ଅପାର ଅସୀମତାକୁ ଆକଳନ ହିଁ କରିପାରିବା ନାହିଁ। ଆମେ କେବଳ ପ୍ରଭୁଙ୍କ ନିକଟରେ ଦୁଆ କରିବା, ତେଣିକି ସେ ଯାହା ଇଚ୍ଛା ପ୍ରଦାନ କରିବେ। ହୁଜୁର ଅଧିକନ୍ତୁ କୁହନ୍ତି, ଆଲ୍ଲାହୁମ୍ମା ବାରିକ୍ର ଅର୍ଥ ଏହା ଯେ ହେ ଅଲ୍ଲାହ, ତୁମ୍ଭେ ନବୀ କରୀମ ଙ୍କ ପାଇଁ କୃପା, ଦୟା ଓ ପୁରସ୍କାରକୁ ଏତେ ମାତ୍ରାରେ ବୃଦ୍ଧି କର ଯେ ସକଳ ଜଗତର କୃପା, ଦୟା ଓ କଲ୍ୟାଣ ହୁଜୁର ହଜରତ ମହମ୍ମଦ ମୁସ୍ତଫା ଙ୍କ ସକାଶେ ଏକତ୍ରିତ ହୋଇଯାଉ। ପ୍ରଭୁ ସେଥିରେ ଏଭଳି ବରକତ ପ୍ରଦାନ କରନ୍ତୁ ଯାହାର ଆମେ ସୀମା ନିରୂପଣ କରିପାରିବା ନାହିଁ। ସୁତରାଂ ଯେତେବେଳେ ତାହା ଆପଣଙ୍କଠାରେ ଜମା ହୋଇଯିବ, ସେତେବେଳେ ଆମେ ଆପଣଙ୍କ ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ ହେବା ଯୋଗୁଁ ସେହି କଲ୍ୟାଣରୁ ମଧ୍ୟ ଭାଗ ନେବା ବା ସେହି କଲ୍ୟାଣର ଅଧିକାରୀ ହୋଇପାରିବା। ଅତଏବ ଆମେମାନେ ଯେତେବେଳେ ହୃଦୟରେ ବେଦନା ପ୍ରତିପୋଷଣ କରି ହଜରତ ମହମ୍ମଦ ମୁସ୍ତଫା ଙ୍କ ଧର୍ମର ଉତ୍ଥାନ ପାଇଁ ଦୁଆ କରିବା, ସେତେବେଳେ ଆଲ୍ଲାହ ତାଆଲା ମଧ୍ୟ ଆମମାନଙ୍କୁ ସେହି ଦୁଆ ଓ ଦରୁଦ ଦ୍ୱାରା ଉପକୃତ କରାଇବେ। କିନ୍ତୁ ସର୍ତ୍ତ ଏହିକି ଯେ ହଜରତ ମହମ୍ମଦ ମୁସ୍ତଫା ଙ୍କର ଶିକ୍ଷା ଉପରେ ଆମେମାନେ ପରିଚାଳିତ ହେବା। ଆଲ୍ଲାହ ତାଆଲାଙ୍କର କର୍ତ୍ତବ୍ୟ ଓ ଭକ୍ତମାନଙ୍କର କର୍ତ୍ତବ୍ୟ ସମ୍ପାଦନ ପ୍ରତି ଆମମାନଙ୍କର ଧ୍ୟାନ ରହିଥିବ। ପ୍ରକୃତ ଅର୍ଥାତ୍ ପରିବାରର କର୍ତ୍ତବ୍ୟ ଆମେ ସମ୍ପାଦନକାରୀ ହେବା। ଏହା ନୁହେଁ ଯେ ଆଲ୍ଲାହ ତାଆଲା ଓ ତାହାଙ୍କ ବାର୍ତ୍ତାବହଙ୍କ ନାମରେ ଅତ୍ୟାଚାର କରିବୁ, ଆଇନ ଉଲ୍ଲଙ୍ଘନ କରି ରାସ୍ତାକୁ ବନ୍ଦ କରିବୁ, ଅବରୋଧ କରିବା ଏପର୍ଯ୍ୟନ୍ତ କି ରୋଗୀ ଚିକିତ୍ସାଳୟ ପର୍ଯ୍ୟନ୍ତ ପହଞ୍ଚି ନପାରି ପୁନଶ୍ଚ ଦୁରୁଦ ଶରୀଫ ପଢ଼ିବା ପରେ କହିବା ଯେ ଆମେମାନେ ରସୁଲଙ୍କର ପ୍ରେମୀ ଅଟୁ, ଏହା ମିଥ୍ୟା ହେବ। ତେଣୁ ଆମମାନଙ୍କୁ କିଛି କୁହା ନ ଯାଉ, ତେବେ ସମସ୍ତ କଥା ଆଲ୍ଲାହ ଓ ତାହାଙ୍କ ବାର୍ତ୍ତାବହଙ୍କ ଆଦେଶର ଅବମାନନା ଓ ଉଲ୍ଲଙ୍ଘନ କରିବା ଅଟେ। ଏହା କଦାପି ଗ୍ରହଣୀୟ ନୁହେଁ। ପୂର୍ଣ୍ଣ ରୂପେ ଏହା ଅବଜ୍ଞା କରିବା ଅଟେ। ଆଲ୍ଲାହ ଓ ତାଙ୍କ ରସୁଲଙ୍କର ଯାହାର କଦାପି ପ୍ରଭୁ ଅନୁମତି ପ୍ରଦାନ କରିନାହାନ୍ତି, ନା ତାଙ୍କ ପବିତ୍ର ଅବତାର
ପ୍ରଦାନ କରିଛନ୍ତି। ପୁନଶ୍ଚ ଏପରି ଲୋକମାନଙ୍କ ଦରୁଦ କୌଣସି ଉପକାର ସାଧିତ କରିନଥାଏ। ଏହା ତ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁଙ୍କ ସ୍ତର ଓ ଆସନକୁ ଊର୍ଦ୍ଧ୍ୱଗାମୀ କରିବା ପରିବର୍ତ୍ତେ ନିମ୍ନଗାମୀ କରିବା ମାର୍ଗକୁ ସରଳ କରିଦେଇଥାଏ ଏବଂ ଏହା ଅତି କୁତ୍ସିତ ଉପାୟ ପ୍ରୟାସ, ଇସଲାମକୁ ବଦନାମ କରିବାର ପ୍ରୟାସ। ପ୍ରଭୁ ଓ ତାଙ୍କ ରସୁଲଙ୍କ ନାମରେ ଯେଉଁ ଅନ୍ୟାୟ ଅତ୍ୟାଚାର ହୋଇଥାଏ, ସେପରି ଲୋକମାନଙ୍କ ଉପରେ ପ୍ରଭୁଙ୍କର କୋପ ମଧ୍ୟ ଅବତୀର୍ଣ୍ଣ ହୋଇଥାଏ। ଏକଥା ସର୍ବଦା ମନେ ରଖିବା ଉଚିତ। ସୁତରାଂ ଦରୁଦ ଶରୀଫର ସଠିକ୍ ଜ୍ଞାନ ଆଜିର ଯୁଗରେ ଯଦି କାହାରିକୁ ଜଣା, ତେବେ ସେମାନେ ହେଲେ ଅହମଦୀ। ତେଣୁ ଏହି ରମଜାନ ମାସରେ ଆମକୁ ଯେଉଁ ସ୍ଥଳେ ଦରୁଦ ପାଠ କରି ବିଶେଷ ଧ୍ୟାନ ଦେବାକୁ ହେବ, ସେହି ସ୍ଥଳେ ନିଜ ଭିତରେ ପବିତ୍ର ପରିବର୍ତ୍ତନ ଆଣିବାକୁ ମଧ୍ୟ ପ୍ରୟାସ କରିବା। ଯଦି ଏହି ଦରୁଦ ସ୍ୱୀକାର ହେବା ପାଇଁ ଆବଶ୍ୟକ, ଯଦି ତାହା ସ୍ୱୀକୃତିପ୍ରାପ୍ତ କରିନିଏ, ତେବେ ତାହାର ଉପକାର ମଣିଷକୁ ବା ଆମମାନଙ୍କୁ ହିଁ ମିଳିଥାଏ। ତାହାର ଅର୍ଥାତ୍ ମଣିଷର ଅନ୍ୟ ଦୁଆ ମଧ୍ୟ ଗ୍ରହଣ ହେବା ସହିତ ତାହାର ଆଧ୍ୟାତ୍ମିକ ଅବସ୍ଥାରେ ମଧ୍ୟ ଉନ୍ନତି ଘଟିଥାଏ। ରସୂଲ ରେ କରିମ ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ପ୍ରେମରେ ଉନ୍ନତି କରିବା ସଙ୍ଗେ ସଙ୍ଗେ ସେ ପ୍ରଭୁଙ୍କ ନିକଟତର ହୋଇଥାଏ। ଦରୁଦ ଶରୀଫର ମହତ୍ଵ ଏଇଥିରୁ ଅନୁମିତ ହୋଇଥାଏ। ଯେପରି ପବିତ୍ର କୁରାନରେ ଆଲ୍ଲାହ ତାଆଲା ଇଙ୍ଗିତ କରିଛନ୍ତି, ଇନ୍ନାଲ୍ଲାହା ଓ ମଲାଇକତହୁ ୟୁସଲ୍ଲୁନା ଆଲନ୍ ନବୀ ୟା ଆୟ୍ୟୁହାଲ୍ଲଯୀନା ଆମନୁ ସଲ୍ଲୁ ଆଲୈହି ୱସଲ୍ଲିମୁ ତସ୍ଲିମା। ସୁତରାଂ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସକାଶେ ଦରୁଦ ଶରୀଫ ପ୍ରେରଣ କରିବାର ଏଭଳି ଗୁରୁତ୍ୱ ରହିଛି ଯେ ସ୍ୱୟଂ ପ୍ରଭୁ ଓ ତାଙ୍କ ଦେବଦୂତମାନେ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସକାଶେ ଦରୁଦ ପ୍ରେରଣ କରିଥାନ୍ତି। ବର୍ତ୍ତମାନ ଏଠାରେ ଏକଥା ମଧ୍ୟ ସ୍ପଷ୍ଟ ହେଲା ଯେ ପ୍ରଭୁଙ୍କର ଦୁଆ କରିବା ଅର୍ଥ କ'ଣ। ପରମେଶ୍ୱର ତ ପ୍ରତି ମୁହୂର୍ତ୍ତରେ ଆପଣଙ୍କ ସ୍ତର, ମର୍ଯ୍ୟାଦା ଓ ଗୌରବ ଊର୍ଦ୍ଧ୍ୱଗାମୀ କରିବା ପାଇଁ ମାଧ୍ୟମ ଯୋଗାଇ ଦେଇଛନ୍ତି। ଚଳିତ ଯୁଗରେ ପ୍ରଭୁ ଏହି କର୍ତ୍ତବ୍ୟ ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମଙ୍କ ଜମାତ ଉପରେ ନ୍ୟସ୍ତ କରିଛନ୍ତି ଯେ ସେମାନେ ପ୍ରଭୁଙ୍କ ଆଦେଶ ମୁତାବିକ ଠିକ୍ ଠିକ୍ ଅମଳ କରି ଦରୁଦ ପ୍ରେରଣ କରନ୍ତୁ, ଯଦ୍ୱାରା ସେମାନେ ପ୍ରଭୁଙ୍କ କୃପାର ଅଧିକାରୀ ହେବେ, ଦେବଦୂତଙ୍କ ଦୁଆରୁ ଲାଭାନ୍ୱିତ ହେବେ। କାରଣ ଯେତେବେଳେ ସେମାନେ ହୁଜୁର ସଲ୍ଲଲ୍ଲାହୁ ପାଇଁ ଦରୁଦ ପ୍ରେରଣ କରିବେ, ସେତେବେଳେ ହୁଜୁର ସଲ୍ଲଲ୍ଲାହୁଙ୍କ ପ୍ରକୃତ ମାନ୍ୟକାରୀମାନେ ମଧ୍ୟ ସେଥିରୁ ଭାଗ ନେବେ ଏବଂ ଯେତେବେଳେ ତାହା ଆମକୁ ଲାଭ ହେବ, ସେତେବେଳେ କୃତଜ୍ଞତା ସ୍ୱରୂପ ଆମେ ପୂର୍ବ ଅପେକ୍ଷା ଅଧିକ ଦରୁଦ ପାଠକାରୀ ହେବା ଉଚିତ ଏବଂ ତାହା ଏକ ଅନବରତ ଅବ୍ୟାହତ ରହିଥିବା ପ୍ରକ୍ରିୟା ପାଲଟିଯିବ। ହଜରତ ମସିହ ମଉଦ ଆଲୈହିସ୍ସଲାତୁୱସ୍ସଲାମ ଉକ୍ତ ପଂକ୍ତିର ବ୍ୟାଖ୍ୟା କରି ଗୋଟିଏ ସ୍ଥାନରେ କୁହନ୍ତି, ଆମ ମୁନିବ ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସତ୍ୟତା ଓ ବିଶ୍ୱସ୍ତତା ଦେଖ ଯେ ଆପଣ ସମସ୍ତ ପ୍ରକାର କୁପ୍ରଥାର ମୁକାବିଲା କଲେ, ବିଭିନ୍ନ ପ୍ରକାର କଷ୍ଟ ନିର୍ଯାତନା ସହ୍ୟ କଲେ, କିନ୍ତୁ କଦାପି ମୁଣ୍ଡ ନୁଆଁଇଲେ ନାହିଁ। ସେହି କାରଣରୁ ପରମେଶ୍ୱର ଆପଣଙ୍କୁ ଏଭଳି ଉପାଧି ପ୍ରଦାନ କଲେ ଓ କହିଲେ, ଇନ୍ନାଲ୍ଲାହା ଓ ମଲାଇକତହୁ ୟୁସଲ୍ଲୁନା ଆଲନ୍ ନବୀ ୟା ଆୟ୍ୟୁହାଲ୍ଲଯୀନା ଆମନୁ ସଲ୍ଲୁ ଆଲୈହି ୱସଲ୍ଲିମୁ ତସ୍ଲିମା। ଅର୍ଥାତ୍ ପ୍ରଭୁ ଓ ତାଙ୍କ ସମସ୍ତ ଦେବଦୂତମାନେ ଏହି ରସୁଲଙ୍କ ସକାଶେ ଦରୁଦ ପ୍ରେରଣ କରୁଛନ୍ତି। ହେ ବିଶ୍ୱାସକାରୀମାନେ, ତୁମେମାନେ ମଧ୍ୟ ଦରୁଦ ପ୍ରେରଣ କର। ଏହି ପଂକ୍ତିରୁ ପ୍ରମାଣିତ ହେଲା ଯେ ନବୀ ଶିରୋମଣି ହଜରତ ମହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କର କର୍ମ ଏପରି ଥିଲା ଯେ ଆଲ୍ଲାହ ତାଆଲା ହୁଜୁର ସଲ୍ଲଲ୍ଲାହୁଙ୍କର ପ୍ରଶଂସା କିମ୍ବା ଗୁଣାବଳୀକୁ ସୀମାବଦ୍ଧ କରିବା ପାଇଁ କୌଣସି ବିଶେଷ ଶବ୍ଦ ବର୍ଣ୍ଣନା କଲେ ନାହିଁ, ପ୍ରୟୋଗ କଲେ ନାହିଁ। ଶବ୍ଦ ତ ମିଳିଯାଇଥାନ୍ତା, କିନ୍ତୁ ସ୍ୱୟଂ ବ୍ୟବହାର କଲେ ନାହିଁ। ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁଙ୍କ ସୁକର୍ମ ପ୍ରଶଂସା ଗାନର ସୀମାବଦ୍ଧ କରିବା ପାଇଁ ଯାହାକି ସୀମା ବହିର୍ଭୂତ ଥିଲା, ଯାହାକୁ କଳନା କରିବା ଅତ୍ୟନ୍ତ ଦୁରୂହ ବ୍ୟାପାର ଥିଲା। ଆଲ୍ଲାହ ତାଆଲା ଅନ୍ୟ କୌଣସି ନବୀଙ୍କ ପାଇଁ ଏ ପ୍ରକାର ଶବ୍ଦ ପ୍ରୟୋଗ କରିନାହାନ୍ତି। ହୁଜୁର ସଲ୍ଲଲ୍ଲାହୁଙ୍କର ସ୍ୱଭାବରେ
ସେହି ସତ୍ୟତା ଓ ପବିତ୍ରତା ରହିଥିଲା। ଓ ଆଲ୍ଲାହ ତାଆଲାଙ୍କ ଦୃଷ୍ଟିରେ ହୁଜୁର ସଲ୍ଲଲ୍ଲାହୁଙ୍କର କର୍ମ ଏତେ ପ୍ରିୟ ଥିଲା କି ଆଲ୍ଲାହ ତାଆଲା ସଦାସର୍ବଦା ପାଇଁ ଏହି ଆଦେଶ ପ୍ରଣୟନ କରିଦେଲେ ଯେ ଆଗାମୀ ଭବିଷ୍ୟତ ପାଇଁ ଲୋକମାନେ କୃତଜ୍ଞତା ସ୍ୱରୂପ ହୁଜୁର ସଲ୍ଲଲ୍ଲାହୁଙ୍କ ପାଇଁ ଦରୁଦ ପ୍ରେରଣ କରିବେ। ଅତଏବ ଏହି କୃତଜ୍ଞତା ଜ୍ଞାପନ ଆମମାନଙ୍କୁ ଲାଭ ପହଞ୍ଚାଇବ। ଆଲ୍ଲାହ ତାଆଲା ଏହି ପବିତ୍ର ରମଜାନ ମାସରେ ଓ ପରବର୍ତ୍ତୀ ସମୟରେ ମଧ୍ୟ ଆମମାନଙ୍କୁ ସର୍ବଦା ଦୁରୁଦ ଶରୀଫର ମହତ୍ତ୍ୱକୁ ହୃଦୟଙ୍ଗମ କରି ହୁଜୁର ସଲ୍ଲଲ୍ଲାହୁଙ୍କ ଉପରେ ଦୁରୁଦ ପାଠ କରିବାର ସାମର୍ଥ୍ୟ ପ୍ରଦାନ କରନ୍ତୁ। ଆଲ୍ଲାହୁମ୍ମା ସଲ୍ଲି ଆଲା ମୁହାମ୍ମଦିନ व आला आले मुहम्मदिन कमा सल्लैत आला इब्राहीमा व आला आले इब्राहीमा इन्नका हमीदुन मजीद। अल्लाहुम्मा बारिक अला मुहम्मदिन व आला आले मुहम्मदिन कमा बारकत आला इब्राहीमा व आला आले इब्राहीमा इन्नका हमीदुन मजीद। ଦ୍ୱିତୀୟ କଥା ଯାହା ପ୍ରତି ମୁଁ ଆପଣମାନଙ୍କର ବିଶେଷ ଧ୍ୟାନ ଆକର୍ଷିତ କରିବାକୁ ଚାହୁଁଛି ତାହା ହେଉଛି ଇସ୍ତିଗଫାର। ଆଲ୍ଲାହ ତାଆଲା ଆମକୁ ଏହି ଦୁଆ ଶିଖାଇଛନ୍ତି, ଆସ୍ତାଗଫିରୁଲ୍ଲାହ ରବ୍ବି ମିନ୍ କୁଲ୍ଲି ଜମ୍ବିନ୍ व अतूबु इलैହି, ଅର୍ଥାତ୍ ମୁଁ ସକଳ ପାପ ଠାରୁ ଆଲ୍ଲାହ ତାଆଲାଙ୍କ କ୍ଷମା ଯାଚନା କରୁଛି ଯିଏ ମୋର ପାଳନକର୍ତ୍ତା, ଏବଂ ମୁଁ ତାଙ୍କ ଆଡ଼କୁ କ୍ଷମା ଯାଚନା କରି ଆନତ ହୋଇଅଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦୁଆ। ଏହା ହେଉଛି ଏଭଳି ଏକ ଦୁଆ ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏ ସଂକ୍ରାନ୍ତରେ ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ଇସ୍ତିଗଫାରର ପ୍ରକୃତ ଓ ବାସ୍ତବ ଅର୍ଥ ଏହିକି ଯେ ଆଲ୍ଲାହ ତାଆଲାଙ୍କ ନିକଟରେ ଗୁହାରି କରିବା ଯେ ମାନବ ସ୍ୱଭାବର କୌଣସି ଦୁର୍ବଳତା ଯେପରି ପ୍ରକାଶ୍ୟ ନ ହେଉ ଓ ଆଲ୍ଲାହ ତାଆଲା ସ୍ୱଭାବର ସେହି ଦୁର୍ବଳତାକୁ ସାମର୍ଥ୍ୟ ରୂପକ ସାହାରା ପ୍ରଦାନ କରନ୍ତୁ। ନିଜର ସମର୍ଥନ ଓ ଏକାନ୍ତମୟ ପରିସର ମଧ୍ୟକୁ ନେଇ ନିଅନ୍ତୁ। ଇସ୍ତିଗଫାରର ଶବ୍ଦଟି ଆରବୀ ଶବ୍ଦ ଯାହା ଗଫରରୁ ଆନିତ। ଏହାର ଅର୍ଥ ଘୋଡ଼ାଇବା ବା ଢାଙ୍କିବା। ଅତଏବ ଏହାର ଅର୍ଥ ଏହିକି ଯେ ଆଲ୍ଲାହ ତାଆଲା ନିଜର ଶକ୍ତି ସହିତ କ୍ଷମା ଯାଚନା କରୁଥିବା ବ୍ୟକ୍ତିର ସ୍ୱାଭାବିକ ଦୁର୍ବଳତାକୁ ଘୋଡ଼ାଇ ଦିଅନ୍ତୁ, ଢାଙ୍କି ଦିଅନ୍ତୁ। କିନ୍ତୁ ପ୍ରକୃତ ଓ ବାସ୍ତବିକ ଅର୍ଥ ଏହା ହିଁ ଯେ ପ୍ରଭୁ ନିଜର ଈଶ୍ୱରତ୍ୱର ଶକ୍ତି ସହିତ କ୍ଷମା ଯାଚନାକାରୀ ବ୍ୟକ୍ତିକୁ ତାହାର ସ୍ୱଭାବୀୟ ଦୁର୍ବଳତାଠାରୁ ରକ୍ଷା କରିବେ ଏବଂ ନିଜର ଶକ୍ତି ଦ୍ୱାରା ତାହାକୁ ସାମର୍ଥ୍ୟ ପ୍ରଦାନ କରିବେ ଏବଂ ନିଜର ଅଲୌକିକ ଜ୍ଞାନ ଦ୍ୱାରା ସେହି ବ୍ୟକ୍ତିକୁ ଜ୍ଞାନ ପ୍ରଦାନ କରିବେ। ସେହିପରି ନିଜର ଆଲୋକ ଦ୍ୱାରା ଆଲୋକ ପ୍ରଦାନ କରିବେ। କାରଣ ଆଲ୍ଲାହ ତାଆଲା ମନୁଷ୍ୟକୁ ସୃଷ୍ଟି କରି ତାଠାରୁ ପୃଥକ କରିନାହାନ୍ତି, ଅର୍ଥାତ୍ ନିଜଠାରୁ ପୃଥକ କରିନାହାନ୍ତି, ବରଂ ସେ ଯେପରି ମନୁଷ୍ୟର ସ୍ରଷ୍ଟା ସାଜି ମନୁଷ୍ୟର ସମସ୍ତ ବାହ୍ୟ ଓ ଆଭ୍ୟନ୍ତରୀଣ ଶକ୍ତିର ସୃଷ୍ଟିକର୍ତ୍ତା, ସେହିପରି ଆଲ୍ଲାହ ତାଆଲା ମନୁଷ୍ୟର କୟ୍ୟୁମ ଅର୍ଥାତ୍ ତାହାକୁ ସ୍ଥାୟିତ୍ୱ ପ୍ରଦାନକାରୀ। ସେ ଯାହା କିଛି ତିଆରି କରିଛନ୍ତି ତାହାକୁ ନିଜର ବିଶିଷ୍ଟ ସାହାଯ୍ୟ ମାଧ୍ୟମରେ ସୁରକ୍ଷିତ ଓ ସ୍ଥାୟିତ୍ୱ ପ୍ରଦାନକାରୀ ଅଟନ୍ତି। ହଜରତ ମସିହ ମଉଦ ଆଲୈହିସ୍ସଲାମ ପୁନଶ୍ଚ କୁହନ୍ତି, ଅତଏବ ଆଲ୍ଲାହ ତାଆଲାଙ୍କର ଗୋଟିଏ ନାମ କୟ୍ୟୁମ ଅଟେ। ନିଜ ଶକ୍ତି ମାଧ୍ୟମରେ ପ୍ରାଣୀମାନଙ୍କୁ ସ୍ଥାୟିତ୍ୱ ପ୍ରଦାନକାରୀ ସେହି ଭବ୍ୟ ହସ୍ତି। ଅତଏବ ମନୁଷ୍ୟ ପାଇଁ ଏହା ବାଧ୍ୟତାମୂଳକ ଯେ ଯେପରି ସେ ଈଶ୍ୱରଙ୍କ ଈଶ୍ୱରତ୍ୱଠାରୁ ସୃଷ୍ଟି ହୋଇଛି ଠିକ୍ ସେହିପରି ସେ ନିଜର ଜନ୍ମର ନକ୍ସାକୁ ଆଲ୍ଲାହ ତାଆଲାଙ୍କ କୟ୍ୟୁମିୟତର ବିଗିଡ଼ିବାରୁ ରକ୍ଷା କରନ୍ତି। ଅତଏବ ମନୁଷ୍ୟ ପାଇଁ ସ୍ୱାଭାବିକ ରୂପେ ଏହା ଆବଶ୍ୟକ ଥିଲା, ଯେଉଁଥିପାଇଁ ଆଲ୍ଲାହ ତାଆଲା ମନୁଷ୍ୟକୁ ଇସ୍ତିଗଫାର କରିବାକୁ ମାର୍ଗଦର୍ଶନ କରିଛନ୍ତି। ଅତଏବ ମନୁଷ୍ୟ ଇସ୍ତିଗଫାର କରିବା ଅନିବାର୍ଯ୍ୟ। ଇସ୍ତିଗଫାର ସମ୍ପର୍କରେ ଆଲ୍ଲାହ ତାଆଲା ପବିତ୍ର କୁରଆନ କରୀମରେ ଇଙ୍ଗିତ କରିଛନ୍ତି, ଆଲ୍ଲାହୁ ଲା ଇଲାହା ଇଲ୍ଲାହୁ ଅଲ୍ ହയ്ୟୁଲ୍ କୟ୍ୟୁମ, ଅର୍ଥାତ୍ ଆଲ୍ଲାହ ତାଆଲାଙ୍କର ବ୍ୟତୀତ ଅନ୍ୟ କେହି ଉପାସ୍ୟ ନାହିଁ। ସେ ଚିରଞ୍ଜୀବୀ ଓ ସ୍ୱୟଂ ପ୍ରତିଷ୍ଠିତ ଓ ସମସ୍ତଙ୍କର ପ୍ରତିଷ୍ଠାତା। ଅତଏବ ମନୁଷ୍ୟ ଯେତେବେଳେ
ଜନ୍ମଲାଭ କଲା ସେତେବେଳେ ଈଶ୍ୱରଙ୍କର କାର୍ଯ୍ୟ ତ ଅବଶ୍ୟ ସମାପ୍ତ ହୋଇଗଲା, କିନ୍ତୁ ଚିରଞ୍ଜୀବିତ୍ୱର କାର୍ଯ୍ୟ ସଦାସର୍ବଦା ପାଇଁ ବାକି ରହିଗଲା। ଅତଏବ ସାର୍ବକାଳିକ ଇସ୍ତେଗଫାରର ଆବଶ୍ୟକତା ପଡ଼ିଲା। ଆଲ୍ଲାହ ତାଆଲାଙ୍କ ଚିରଞ୍ଜୀବୀ ଗୁଣ ଏଠାରେ ସେ ପରିପ୍ରେକ୍ଷୀରେ ସହାୟକ ହୋଇଥାଏ ଯେତେବେଳେ ମନୁଷ୍ୟ ନିଜକୁ ବିଗିଡ଼ିବା ଅବସ୍ଥାରୁ ରକ୍ଷା କରେ। ଅତଏବ ମନୁଷ୍ୟ ସାର୍ବକାଳିକ ଇସ୍ତେଗଫାର କରିଥାଏ। ସୁତରାଂ ଈଶ୍ୱରଙ୍କ ପ୍ରତ୍ୟେକ ବିଶିଷ୍ଟ ଗୁଣ ପାଇଁ ଗୋଟିଏ ଗୋଟିଏ କଲ୍ୟାଣ ରହିଛି। କ୍ଷମାଯାଚନା ଚିରଞ୍ଜୀବୀ ଗୁଣରୁ କଲ୍ୟାଣ ପ୍ରାପ୍ତ କରିବା ପାଇଁ ଉଦ୍ଦିଷ୍ଟ। ଆଲ୍ଲାହ ତାଆଲା ଏଥିପ୍ରତି ପବିତ୍ର କୁରାନର ସୂରା ଫାତିହାରେ ଉକ୍ତ ଆୟାତରେ ଇଙ୍ଗିତ କରିଛନ୍ତି। ଯେପରି ଆଲ୍ଲାହ ତାଆଲା କୁହନ୍ତି, ଇୟାକା ନାବୁଦୁ ଓ ଇୟାକା ନସ୍ତାଈନ୍, ଅର୍ଥାତ୍ ଆମ୍ଭେ ତୁମ୍ଭର ହିଁ ଉପାସନା କରୁଅଛୁ ଏବଂ ତୁମ୍ଭଠାରୁ ହିଁ ସାହାଯ୍ୟ ଭିକ୍ଷା କରୁଅଛୁ। ସେହି ସାହାଯ୍ୟ ଭିକ୍ଷା ଏହିପରି ଯେ ତୁମ୍ଭର ଚିରଞ୍ଜୀବିତ୍ୱ ଓ ପାଳନକର୍ତ୍ତୃତ୍ୱ ଆମମାନଙ୍କୁ ସାହାଯ୍ୟ କରିବା ଓ ଆମମାନଙ୍କୁ ପଥଭ୍ରଷ୍ଟ ହେବାରୁ ରକ୍ଷା କରିବ। ତେଣୁ ଏପରି ନ ହେଉ ଯେ ଆମମାନଙ୍କ କ୍ଷେତ୍ରରେ ଦୁର୍ବଳତା ପ୍ରକାଶ ପାଇ ଆମେମାନେ ଉପାସନା କରିବାକୁ ଅକ୍ଷମ ହୋଇଯିବୁ। ଅତଏବ ଉପାସନା କରିବା ପାଇଁ ଓ ଶୈତାନର ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆଲ୍ଲାହ ତାଆଲାଙ୍କ ଆଦେଶ ଉପରେ ପରିଚାଳିତ ଓ ଅନୁସରଣ କରିବା ପାଇଁ ଇସ୍ତେଗଫାର ଅତ୍ୟନ୍ତ ଜରୁରୀ। ଇସ୍ତେଗଫାରର ଅର୍ଥ ଏହା ନୁହେଁ ଯେ ମନୁଷ୍ୟ ଯେତେବେଳେ କୌଣସି ଭୁଲ କାମ କରି ବସେ ବା ତାହା ଦ୍ୱାରା କୌଣସି ଅପକର୍ମ ସାଧିତ ହୁଏ ସେତେବେଳେ ଅନୁତପ୍ତ ହୋଇ ଆଲ୍ଲାହ ତାଆଲାଙ୍କ ନିକଟରେ କ୍ଷମାଯାଚନା କରେ ବା କ୍ଷମାଯାଚନା କରିବ। ନିଃସନ୍ଦେହ ଇସ୍ତେଗଫାର ସେତେବେଳେ ମଧ୍ୟ ଅତ୍ୟନ୍ତ ଆବଶ୍ୟକୀୟ, କାରଣ ଆସନ୍ତା ଅପକର୍ମରୁ ନିଜକୁ ସୁରକ୍ଷିତ ଓ ନିବୃତ୍ତ ରଖିବାରୁ ଇସ୍ତେଗଫାର କରିବା ମଧ୍ୟ ଜରୁରୀ। ତତ୍ସହିତ ଆଲ୍ଲାହ ତାଆଲା ନିଜ ଭକ୍ତକୁ ବା କ୍ଷମା ଯାଚନାକାରୀକୁ ସାହାଯ୍ୟ ମଧ୍ୟ କରନ୍ତି, ଯାହାକି ଏହି ଇସ୍ତେଗଫାର ମାଧ୍ୟମରେ ହିଁ ଲାଭ ହୋଇଥାଏ। ଅତଏବ ପାପକର୍ମ ସମ୍ପାଦିତ ହେବା ପରେ ମଧ୍ୟ ଏବଂ ନ ହେବା ପରେ ମଧ୍ୟ ଉଭୟ ପରିସ୍ଥିତି ତଥା ପରିପ୍ରେକ୍ଷୀରେ ଇସ୍ତେଗଫାର ନିତାନ୍ତ ଗୁରୁତ୍ୱପୂର୍ଣ୍ଣ। ଶୈତାନ ଅବଶ୍ୟ ଆମମାନଙ୍କ ମାର୍ଗ ଉପରେ ବିଦ୍ୟମାନ ରହିଛି। ମନୁଷ୍ୟ ନିଜର ଉଦ୍ୟମ ଏବଂ ପ୍ରଚେଷ୍ଟା ଦ୍ୱାରା ତାଠାରୁ ବର୍ତ୍ତି ଯାଇପାରି ନଥାଏ। ମନୁଷ୍ୟ ଯଦି ଏହା କହିଦିଏ ଯେ ମୁଁ ସ୍ୱଉଦ୍ୟମ ବଳରେ ଶୈତାନର ଆକ୍ରମଣରୁ ବର୍ତ୍ତିଯିବି, ତେବେ ତାହା କଦାପି ସମ୍ଭବ ନୁହେଁ। ବରଂ ଏହା ଏକ ମାଧ୍ୟମ ଏବଂ ତାହା ହେଉଛି ଆଲ୍ଲାହ ତାଆଲାଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିବା। ଅତଏବ ଆଲ୍ଲାହ ତାଆଲା କୁହନ୍ତି, ମୋର ସାହାଯ୍ୟ ପ୍ରାପ୍ତି କରିବା ପାଇଁ ତୁମମାନଙ୍କୁ ବହୁଳ ରୂପେ ଇସ୍ତେଗଫାର କରିବାକୁ ହେବ। ଏହା ହିଁ ସେହି ମାଧ୍ୟମ ଯେଉଁ ମାଧ୍ୟମ ଦ୍ୱାରା ଭବିଷ୍ୟତରେ ଶୈତାନର ଆକ୍ରମଣରୁ ରକ୍ଷା ମିଳିଥାଏ। ଅତଏବ ଅତୀତର ପାପକୁ କ୍ଷମା ଦେବାରେ ମଧ୍ୟ ଏହି ମାଧ୍ୟମ ସହାୟକ ସାବ୍ୟସ୍ତ ହୋଇଥାଏ। ମନୁଷ୍ୟ ଦୁର୍ବଳ ଅଟେ, ତେଣୁ ଇସ୍ତେଗଫାର କରିବା ନିହାତି ଆବଶ୍ୟକ, କାରଣ ଇସ୍ତେଗଫାର ମନୁଷ୍ୟକୁ ଶକ୍ତି ପ୍ରଦାନ କରିଥାଏ, ମାନବିକ ଦୁର୍ବଳତା ଠାରୁ ରକ୍ଷା କରିଥାଏ, ଶୈତାନର ଆକ୍ରମଣରୁ ରକ୍ଷା କରିବାରେ ଶକ୍ତି ପ୍ରଦାନ କରିଥାଏ। ଅତଏବ ଅହରହ ଇସ୍ତେଗଫାର ଆଲ୍ଲାହ ତାଆଲାଙ୍କର ଚିରଞ୍ଜୀବୀୟ ଗୁଣକୁ ଆନ୍ଦୋଳିତ କରିବ, ଯଦ୍ୱାରା କ୍ଷମାଯାଚନାକାରୀ ପ୍ରତ୍ୟେକ ପ୍ରକାରର ମନ୍ଦ ଓ ଅପକର୍ମ ଠାରୁ ନିଜକୁ ସୁରକ୍ଷିତ ରଖିପାରିବ। ଯେଉଁ ବ୍ୟକ୍ତି ଆଲ୍ଲାହ ତାଆଲା ଆଡ଼କୁ ପାଦ ବଢ଼ାଏ, ଆଲ୍ଲାହ ତାଆଲା ସେହି ବ୍ୟକ୍ତିକୁ ନିଜ ସହିତ ସଂଶ୍ଳିଷ୍ଟ ରଖିଥାନ୍ତି। ଯେଉଁ ବ୍ୟକ୍ତି ପାପ କର୍ମ କରିବା ପରେ କ୍ଷମାଯାଚନା କରି ଆଲ୍ଲାହ ତାଆଲାଙ୍କ ଆଡ଼କୁ ଆନତ ହୁଏ, ଆଲ୍ଲାହ ତାଆଲା ସେହି ବ୍ୟକ୍ତିର କ୍ଷମାଯାଚନାକୁ ସ୍ୱୀକାର ମଧ୍ୟ କରିଥାନ୍ତି। ଯେଉଁ ବ୍ୟକ୍ତି ପାପଠାରୁ ଓ ଶୈତାନୀୟ ଆକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆଲ୍ଲାହ ତାଆଲାଙ୍କ ଆଡ଼କୁ ଅଗ୍ରସର ହୁଏ, ଆଲ୍ଲାହ ତାଆଲା ତାହାର କ୍ଷମାଯାଚନାକୁ ସ୍ୱୀକାର କରନ୍ତି ଏବଂ ସେହି ବ୍ୟକ୍ତିକୁ ଶୈତାନର ଆକ୍ରମଣରୁ ଉଦ୍ଧାର କରନ୍ତି। ଆଲ୍ଲାହ ତାଆଲାଙ୍କ ଅଶେଷ ଦୟାମୟତା
ଓ କ୍ଷମା ଏତେ ବ୍ୟାପକ। ଏ ସଂକ୍ରାନ୍ତରେ ଆଲ୍ଲାହ ତାଆଲା ପବିତ୍ର କୁରାନରେ କୁହନ୍ତି, ମୋର ଦୟା ଓ କରୁଣା ପ୍ରତ୍ୟେକ ବସ୍ତୁ ଉପରେ ପରିବ୍ୟାପ୍ତ। ଏ ସଂକ୍ରାନ୍ତରେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम ଜଣେ ବ୍ୟକ୍ତିର କାହାଣୀ ମଧ୍ୟ ଶୁଣାଇଛନ୍ତି। ଜଣେ ବ୍ୟକ୍ତି 99 ଜଣ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ପରିଶେଷରେ ଯେତେବେଳେ ଅନୁତପ୍ତ ହେଲା, ସେତେବେଳେ ତାହାର କ୍ଷମାଯାଚନା ଆଡ଼କୁ ମନ ବଳାଇଲା। ଶେଷରେ ସେ ଏକ ବିଦ୍ୱାନ ନିକଟକୁ ଗଲା ଓ ତାଙ୍କୁ ଯାଇ ପଚାରିଲା, ମୁଁ 99 ଜଣ ବ୍ୟକ୍ତିଙ୍କୁ ହତ୍ୟା କରିଛି, ଈଶ୍ୱର ମୋତେ କ୍ଷମା ଦେଇପାରିବେ ଅଥବା ଈଶ୍ୱର ମୋତେ କ୍ଷମା ଦେବେ କି? ସେହି ବିଦ୍ୱାନ ଜଣକ କହିଲେ ବା ଉତ୍ତର ଦେଲେ, ତୁମେ ଏତେ ସଂଖ୍ୟାରେ ମୂଲ୍ୟବାନ ଜୀବନକୁ ହତ୍ୟା କରିଛ, ତେବେ ଆଲ୍ଲାହ ତାଆଲା ତୁମକୁ ନିଜ ଶାସ୍ତିରୁ କୋପରୁ କିଭଳି ବର୍ତ୍ତି ରଖିବେ? ଆଲ୍ଲାହ ତାଆଲା ତୁମକୁ କିପରି କ୍ଷମା ପ୍ରଦାନ କରିବେ? ବିଦ୍ୱାନଙ୍କ ଠାରୁ ଉତ୍ତର ଶୁଣିବା ମାତ୍ରେ ସମ୍ପୃକ୍ତ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ତାଙ୍କୁ ମଧ୍ୟ ହତ୍ୟା କରିଦେଲା। ଏହିପରି ଭାବରେ ସେହି ହତ୍ୟାକାରୀ ଜଣକ 100 ଜଣ ଲୋକଙ୍କୁ ହତ୍ୟା କରିଦେଲା। ଏହାପରେ ପୁନଶ୍ଚ ସେହି ବ୍ୟକ୍ତି ଅନୁତପ୍ତ ହେଲା ଓ କହିଲା, ଏ ମୁଁ କ'ଣ କରିଦେଲି? ଏହାପରେ ଉକ୍ତ ହତ୍ୟାକାରୀ ବ୍ୟକ୍ତି ଆଉ ଜଣେ ବିଦ୍ୱାନଙ୍କ ନିକଟରେ ପହଞ୍ଚିଲା ଏବଂ ତାଙ୍କୁ ମଧ୍ୟ ସମାନ କଥା ପଚାରିଲା। ସେହି ବିଦ୍ୱାନ ଜଣକ ଉକ୍ତ ହତ୍ୟାକାରୀକୁ ଉତ୍ତର ଦେଲେ, କ୍ଷମାଯାଚନାର ଦ୍ୱାର ସର୍ବଦା ଉନ୍ମୁକ୍ତ ରହିଛି। ଯଦି ତୁମେ ପ୍ରକୃତ ହୃଦୟର ସହିତ କ୍ଷମାଯାଚନା କରିବାକୁ ଚାହୁଁଛ, ତାହେଲେ ଶୁଣ, ଅମକ ଅଞ୍ଚଳକୁ ଚାଲିଯାଅ। ସେଠାରେ ଲୋକମାନେ ଆଲ୍ଲାହ ତାଆଲାଙ୍କ ଉପାସନାରେ ଅଭ୍ୟସ୍ତ ଅଛନ୍ତି, ଧର୍ମ କାର୍ଯ୍ୟ କରୁଛନ୍ତି। ତୁମେ ସେମାନଙ୍କ ସହିତ ସାମିଲ ହୋଇଯାଅ, କିନ୍ତୁ ସ୍ମରଣ ରଖ, ତୁମେ ଏହାପରେ କଦାପି ନିଜ ଅଞ୍ଚଳକୁ ଆଉ ପ୍ରତ୍ୟାବର୍ତ୍ତନ କରିବ ନାହିଁ। ପ୍ରକୃତ କ୍ଷମାଯାଚନା ଏହିକି ଯେ ତୁମେ ନିଜ ଅଞ୍ଚଳକୁ ଅର୍ଥାତ୍ ପାପଶକ୍ତ ମାର୍ଗ ଆଡ଼କୁ ଆଉ ଫେରିବ ନାହିଁ। ଅତଏବ ସେହି ହତ୍ୟାକାରୀ ସେହି ଅଞ୍ଚଳ ଅଭିମୁଖେ ବାହାରିଲା। ବର୍ତ୍ତମାନ ସେ ଅଧା ବାଟ ଅତିକ୍ରମ କରିଥିଲା କି ତାର ମୃତ୍ୟୁ ଘଟିଲା। ସେତେବେଳେ ସେହି ବ୍ୟକ୍ତିର ମର ଶରୀରକୁ ସ୍ୱର୍ଗ ଓ ନର୍କର ଦେବଦୂତମାନେ ନେବା ପାଇଁ ଆସି ପହଞ୍ଚିଗଲେ ଏବଂ ଉଭୟଙ୍କ ମଧ୍ୟରେ ଏହି ବଚସା ହେଲା ଯେ ସେମାନେ କହିଲେ, ଆମେମାନେ ଏହି ବ୍ୟକ୍ତିକୁ ନିଜ ସାଥିରେ ନେଇଯିବୁ। ଦୟାର ଦେବଦୂତମାନେ କହିଲେ, ଏହି ବ୍ୟକ୍ତି ଆଲ୍ଲାହ ତାଆଲାଙ୍କ ନିକଟରେ କ୍ଷମାଯାଚନା କରି ନେଇଥିଲା, ତେଣୁ ଆମେ ଏହାକୁ ସ୍ୱର୍ଗଲୋକକୁ ନେଇଯିବୁ। ସେହିପରି ନର୍କର ଦେବଦୂତମାନେ କହିଲେ, ଏହି ବ୍ୟକ୍ତି ସାରା ଜୀବନ କୌଣସି ପୁଣ୍ୟ କାର୍ଯ୍ୟ କରିନାହିଁ, ସେ କିପରି ସ୍ୱର୍ଗର ଅଧିକାରୀ ହୋଇପାରିବ? ଏହି ସମୟରେ ଜଣେ ତୃତୀୟ ଦେବଦୂତ ମାନେ ଆସି ପହଞ୍ଚିଲେ। ତେବେ ଯାଇ କୌଣସି ଉପାୟ ବାହାରିଲା। ଅତଏବ ସେହି ଦେବଦୂତ ମଧ୍ୟସ୍ଥ ହୋଇ ଏହି ବିଚାର କଲେ ଯେ ଉକ୍ତ ହତ୍ୟାକାରୀ ବ୍ୟକ୍ତି ଯେଉଁ ଅଞ୍ଚଳରୁ ଆସିଛି ଏବଂ ସେ ଯେଉଁ ସ୍ଥାନ ଆଡ଼କୁ ଯାଉଥିଲା, ତାହାର ଦୂରତା ମାପ କରିନିଅ। ଏହି ମାପ ଅନୁଯାୟୀ ସେ ଯେଉଁ ଅଞ୍ଚଳ ନିକଟବର୍ତ୍ତୀ ହୋଇଥିବ, ତାହାକୁ ସେହି ଆଡ଼କୁ ଘେନି ନିଆଯିବ। ଅତଏବ ଉଭୟ ଦେବଦୂତମାନେ ଯେତେବେଳେ ଦୂରତା ମାପ କଲେ, ସେତେବେଳେ ସେ ସେହି ଅଞ୍ଚଳର ଖୁବ୍ ନିକଟବର୍ତ୍ତୀ ଥିଲା ଯେଉଁ ବସ୍ତି ଅଭିମୁଖେ ସେ ବାହାରିଥିଲା। ଅତଏବ ଏଭଳି ପାପକର୍ମ କରିବା ପରେ ପୁଣ୍ୟ କାର୍ଯ୍ୟ କରିବା ପ୍ରତି ମନ ବଳାଇବା ଓ ସେଥିପ୍ରତି ଅଗ୍ରସର ହେବା ହତ୍ୟାକାରୀ ବ୍ୟକ୍ତି ଉପରେ ଦୟାର ଫଳସ୍ୱରୂପ ଦେବଦୂତମାନେ ତାହାକୁ ସ୍ୱର୍ଗଲୋକକୁ ନେଇଗଲେ। ତେବେ ସେ ଯାହା ହେଉନା କାହିଁକି, ଏହା ହେଉଛି ଆଲ୍ଲାହ ତାଆଲାଙ୍କର ସେହି କ୍ଷମାଯାଚନା ଯେଉଁ କ୍ଷମା ବଳରେ ଆଲ୍ଲାହ ତାଆଲା ଅତ୍ୟାଚାରୀ ଓ ହତ୍ୟାକାରୀକୁ ଯେ ଆଲ୍ଲାହ ତାଆଲାଙ୍କ ନିକଟରେ ପବିତ୍ର ହୃଦୟ ସହିତ କ୍ଷମାଯାଚନା କଲା, ସେତେବେଳେ ଆଲ୍ଲାହ ତାଆଲା ଉକ୍ତ ବ୍ୟକ୍ତିକୁ ମଧ୍ୟ କ୍ଷମା ପ୍ରଦାନ କରି ଦେଇଥିଲେ। ଆଜିକାଲି ଅନେକ ଯୁବପିଢ଼ି ଓ ପିଲାମାନେ ଏହି ପ୍ରଶ୍ନ କରିଥାନ୍ତି ଯେ ଆଲ୍ଲାହ ତାଆଲା କେଉଁ ପର୍ଯ୍ୟନ୍ତ କ୍ଷମା ପ୍ରଦାନ କରିଥାନ୍ତି? ଉକ୍ତ କଥାର ବ୍ୟାଖ୍ୟା ଏହି ହଦିସରୁ ମଧ୍ୟ ସ୍ପଷ୍ଟ ହୋଇଗଲା ଯେ ଆଲ୍ଲାହ ତାଆଲା କହନ୍ତି, ମୁଁ କ୍ଷମା ଭିକ୍ଷା କରିବାକୁ ଗ୍ରହଣ କରିଥାଏ ଏବଂ ମୋର ଦୟା ସର୍ବତ୍ର ବିସ୍ତୃତ। ତେଣୁ ଆଲ୍ଲାହ ତାଆଲା ଅସୀମ ଓ ଅପାର ଦୟାମୟ। କିନ୍ତୁ ସର୍ତ୍ତ ଏହିକି ଯେ ମନୁଷ୍ୟ ହୃଦୟରୁ
ଓ ପ୍ରକୃତ କ୍ଷମାଯାଚନାକାରୀ ହୁଏ, ତେବେ ଆଲ୍ଲାହ ତାଆଲା ସେହି ବ୍ୟକ୍ତିକୁ କ୍ଷମା ପ୍ରଦାନ କରିଦେଇଥାନ୍ତି। ଏକ ବର୍ଣ୍ଣନାରେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम କୁହନ୍ତି ଯେ ମୁଁ ଈଶ୍ୱରଙ୍କ ଶପଥ କରି କହୁଛି, ଆଲ୍ଲାହ ତାଆଲା ନିଜ ଭକ୍ତର କ୍ଷମାଯାଚନାରେ ଏତେ ପ୍ରସନ୍ନ ହୁଅନ୍ତି ଯେପରି ଜଣେ ବ୍ୟକ୍ତିର ଓଟ କୌଣସି ମରୁଭୂମିରେ ହଜିଯାଏ ଓ ଯେତେବେଳେ ସେହି ଓଟଟି ସେହି ବ୍ୟକ୍ତିକୁ ମିଳିଯାଏ ସେତେବେଳେ ସେହି ବ୍ୟକ୍ତି କେତେ ଆନନ୍ଦିତ ହୋଇଥାଏ। ଅତଏବ ଆଲ୍ଲାହ ତାଆଲାଙ୍କ ଆଡ଼କୁ ଅଗ୍ରସର ହେଉଥିବା ବ୍ୟକ୍ତି ଆଡ଼କୁ ମଧ୍ୟ ଆଲ୍ଲାହ ତାଆଲା ଅଗ୍ରସର ହୋଇଥାନ୍ତି, ଅର୍ଥାତ୍ ତାହା ଆଡ଼କୁ ବଢ଼ିଥାନ୍ତି। ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम କୁହନ୍ତି, ଆଲ୍ଲାହ ତାଆଲା କହନ୍ତି ଯେ ଯଦି କୌଣସି ବ୍ୟକ୍ତି ମୋ ନିକଟକୁ ଚାଖେଣ୍ଡେ ଆସେ ତେବେ ମୁଁ ସେହି ବ୍ୟକ୍ତି ଆଡ଼କୁ 2 ଚାଖଣ୍ଡ ବଢ଼ିଯାଏ। ସେହିପରି ଯେଉଁ ବ୍ୟକ୍ତି ମୋ ଆଡ଼କୁ ହାତେ ଅଗ୍ରସର ହୁଏ ମୁଁ ସେହି ବ୍ୟକ୍ତି ଆଡ଼କୁ 2 ହାତ କିମ୍ବା ତଦୁର୍ଦ୍ଧ୍ୱ ନିକଟବର୍ତ୍ତୀ ହୋଇଥାଏ। ଯଦି ସେ ମୋ ଆଡ଼କୁ ଚାଲିକରି ଆସେ ମୁଁ ତା ଆଡ଼କୁ ଦୌଡ଼ି କରି ଚାଲି ଯାଇଥାଏ। ଅତଏବ ଆମମାନଙ୍କର ଏହି କର୍ତ୍ତବ୍ୟ ଯେ ଆମେମାନେ ପାପରୁ ବର୍ତ୍ତି ରହିବା ପାଇଁ ଓ ନିଜର ପାପକୁ ମାର୍ଜନ କରିବା ପାଇଁ ଆଲ୍ଲାହ ତାଆଲାଙ୍କ ଆଡ଼କୁ ଅଗ୍ରସର ହେବା ଏବଂ ନରକରୁ ସୁରକ୍ଷିତ ରହିବା ପାଇଁ ପ୍ରୟାସ କରିବା। ଅତଏବ ଆଲ୍ଲାହ ତାଆଲା ଆମମାନଙ୍କୁ ଏହି ପବିତ୍ର ମାସରେ ଏସବୁ ବିଶେଷ କାର୍ଯ୍ୟ ସକାଶେ ଶକ୍ତି ଓ ସୁଯୋଗ ପ୍ରଦାନ କରିଛନ୍ତି। ତେଣୁ ଆମମାନଙ୍କର ଏହି କର୍ତ୍ତବ୍ୟ ଯେ ଆମେମାନେ ଏହି ମାସରୁ ଲାଭାନ୍ୱିତ ହେବା ଉଚିତ। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ କ୍ଷମା ଯାଚନା ଓ କ୍ଷମା ପ୍ରଦାନର ବ୍ୟାଖ୍ୟା କରି ଏକ ସ୍ଥାନରେ କୁହନ୍ତି, ସ୍ମରଣ ରହୁ କ୍ଷମା ଯାଚନା ଓ କ୍ଷମା ପ୍ରଦାନକୁ ପ୍ରତ୍ୟାଖ୍ୟାନ କରିବା ବାସ୍ତବ ପକ୍ଷେ ମାନବିକ ଉନ୍ନତିର ଦ୍ୱାରକୁ ଅବରୁଦ୍ଧ କରିବା ସହିତ ସମାନ, କାରଣ ଉକ୍ତ କଥାଟି ପ୍ରତ୍ୟେକଙ୍କ ନିକଟରେ ସ୍ପଷ୍ଟ ଓ ନିର୍ମଳ ରୂପେ ବିଦିତ ଯେ ମନୁଷ୍ୟ ନିଜ ଅସ୍ତିତ୍ୱରେ ପୂର୍ଣ୍ଣ ନୁହେଁ ବରଂ ପୂର୍ଣ୍ଣତ୍ୱର ଆଶାବାଦୀ। ଯେପରି ସେ ନିଜର ବାହିକ ଅବସ୍ଥାରେ ସୃଷ୍ଟି ହୋଇ କ୍ରମଶଃ ନିଜର ଜ୍ଞାନର ପରିସୀମାକୁ ବିସ୍ତୃତ କରିଥାଏ, ତେଣୁ ସେ ପୂର୍ବେ ହିଁ ବିଦ୍ୱାନ ପଣ୍ଡିତ ହୋଇଯାଇନଥାଏ, ଅର୍ଥାତ୍ ଆରମ୍ଭରୁ ହିଁ ବିଦ୍ୱାନ କିମ୍ବା ପଣ୍ଡିତ ହୋଇଯାଇନଥାଏ ବରଂ କ୍ରମଶଃ ଜ୍ଞାନ ଆହରଣ କରି ଆସ୍ତେ ଆସ୍ତେ ବିଦ୍ୱାନ ଓ ମନୀଷୀରେ ପରିଣତ ହୋଇଥାଏ। ସେହିପରି ଯେତେବେଳେ ମନୁଷ୍ୟ ବିବେକ ସମ୍ଭାଳେ ସେତେବେଳେ ତାର ଚାରିତ୍ରିକ ଅବସ୍ଥା ଅତ୍ୟନ୍ତ ନିମ୍ନ ସ୍ତରରେ ରହିଥାଏ। ସୁତରାଂ ଯଦି ଜଣେ ନାବାଳକ ନିଜ ଅବସ୍ଥା ଉପରେ ଧ୍ୟାନ ଦିଏ ସେତେବେଳେ ସେ ସ୍ପଷ୍ଟ ରୂପେ ଏହା ଜାଣିପାରିବ ଯେ ଛୋଟ ପିଲାମାନେ ସାମାନ୍ୟ କଥା ପାଇଁ ଝଗଡ଼ା ବେଳେ ଅନ୍ୟ ପିଲାକୁ ପିଟି ଦେଇଥାନ୍ତି ଓ ସେମାନଙ୍କଠାରେ କଥାକେ ମିଛ କହିବା ଓ ଅନ୍ୟ ପିଲାଙ୍କୁ ଗାଳିଗୁଲଜ କରିବାର ଅଭ୍ୟାସ ସ୍ପଷ୍ଟ ରୂପେ ପ୍ରକାଶ୍ୟ ହୋଇଥାଏ। ସେହିପରି ଆଉ କେତେକ ପିଲାମାନେ ଚୋରି, ଚୁଗୁଲି, ଈର୍ଷା ଓ କୃପଣ ଭଳି ଅଭ୍ୟାସ ମଧ୍ୟ ପ୍ରକାଶିତ କରିଥାନ୍ତି। ପୁନଶ୍ଚ ଯେତେବେଳେ ଯୁବ ବୟସର ଚପଳାମି ଦ୍ୱାରା ଉତ୍ତେଜିତ ହୁଅନ୍ତି ସେତେବେଳେ ସେମାନେ ନଫ୍ସେ ଅମ୍ମାରାର ରୂପୀ ବାହନ ଉପରେ ଆରୋହଣ କରିଥାନ୍ତି। ଏପରି ଅନେକ ନିର୍ବୋଧ ଓ ଅକଥନୀୟ କର୍ମ ସେମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ ଯାହାକି ସ୍ପଷ୍ଟ ଅପକର୍ମ ଓ କୁକର୍ମରେ ଲିପ୍ତ ହୋଇ ଯାଆନ୍ତି। ସୁତରାଂ ସାରାଂଶରେ କହିବାକୁ ଗଲେ ଅନେକ ବ୍ୟକ୍ତିଙ୍କ ପାଇଁ ପ୍ରାଥମିକ ସୋପାନ ହେଉଛି ଆବର୍ଜନାମୟ ଜୀବନ। ପୁନଶ୍ଚ ଯେତେବେଳେ ଜଣେ ପୁଣ୍ୟବାନ ବ୍ୟକ୍ତି ପ୍ରାଥମିକ ବୟସରେ ପ୍ଳାବିତ ବନ୍ୟାରୁ ବାହାରକୁ ବାହାରି ଆସେ ସେତେବେଳେ ସେ ନିଜ ଈଶ୍ୱରଙ୍କ ଆଡ଼କୁ ଧ୍ୟାନ ଦେଇଥାଏ ଓ ପ୍ରକୃତ କ୍ଷମାଯାଚନା କରି ଅନିଚ୍ଛାକୃତ ବାର୍ତ୍ତାଳପ ଠାରୁ ଦୂରେଇ ରହିଥାଏ ଓ ନିଜର ସ୍ୱଭାବର ପୋଷକକୁ ପବିତ୍ର କରିବା ପାଇଁ ଚିନ୍ତିତ ରହିଥାଏ। ସାଧାରଣ ଭାବରେ କହିବାକୁ ଗଲେ ଏହା ହେଉଛି ମାନବୀୟ ଆତ୍ମଜୀବନୀ, ଯେଉଁ ଆତ୍ମଜୀବନକୁ ସମଗ୍ର ମାନବ ଜାତି ଅତିକ୍ରମ କରିବାକୁ ପଡ଼ିଥାଏ। ଅତଏବ ତହିଁରୁ ଏହା ସ୍ପଷ୍ଟ ହେଲା ଯେ ଏହା ସତ୍ୟ ତେବେ କ୍ଷମାଯାଚନା ଯଦି ଏହା ସତ୍ୟ ତେବେ କ୍ଷମାଯାଚନା ଗୃହୀତ ହୁଏ ନାହିଁ ଏବଂ ଆଲ୍ଲାହ ତାଆଲା କାହାରିକୁ ମୁକ୍ତି ବା ମୋକ୍ଷ ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମ ଅଧିକନ୍ତୁ କୁହନ୍ତି, ଏହା ସମ୍ଭବ ନୁହେଁ ଯେ ଆଲ୍ଲାହ ତାଆଲା ସମସ୍ତଙ୍କୁ କ୍ଷମା ପ୍ରଦାନ କରିବାକୁ ଚାହାନ୍ତି ନାହିଁ,
ତାହା ନୁହେଁ, ବରଂ ଆଲ୍ଲାହ ତାଆଲା କୁହନ୍ତି, ମୁଁ ତୁମମାନଙ୍କୁ ମୋକ୍ଷ ପ୍ରଦାନ କରିବାକୁ ଚାହେଁ। ହଜରତ ମସିହ ମଉଦ ଆଲୈହିସ୍ସଲାମ ସ୍ପଷ୍ଟ ଭାବରେ ଦର୍ଶାଇ ଦେଇଛନ୍ତି ଯେ ଆରବୀୟ ଅଭିଧାନରେ କ୍ଷମା ଯାଚନା ଈଶ୍ୱରଙ୍କ ଆଡ଼କୁ ପ୍ରତ୍ୟାବର୍ତ୍ତନ କରିବାକୁ ବୁଝାଏ। ସେହି କାରଣରୁ ପବିତ୍ର କୁରାନରେ ଆଲ୍ଲାହ ତାଆଲାଙ୍କ ନାମ ତୱାବ ଅଟେ, ଯାହାର ଅର୍ଥ ମନୋଯୋଗୀ। ଯେତେବେଳେ ମନୁଷ୍ୟ ପାପଠାରୁ ବିତୃଷ୍ଣା ଭାବ ପ୍ରକାଶ କରି ସ୍ୱଚ୍ଛ ହୃଦୟର ସହିତ ଆଲ୍ଲାହ ତାଆଲାଙ୍କ ଆଡ଼କୁ ପ୍ରତ୍ୟାବର୍ତ୍ତନ କରେ, ସେତେବେଳେ ଆଲ୍ଲାହ ତାଆଲା ନିଜ ଭକ୍ତ ଅପେକ୍ଷା ଅଧିକ ପ୍ରତ୍ୟାବର୍ତ୍ତନ ଓ ମନୋଯୋଗ କରନ୍ତି। ଏହି କଥାଟି ସ୍ପଷ୍ଟ ରୂପେ ପ୍ରକୃତିର ନିୟମାନୁଯାୟୀ ଅଟେ, କାରଣ ଆଲ୍ଲାହ ତାଆଲା ଯେତେବେଳେ ମାନବ ଜାତିର ସ୍ୱଭାବରେ ଏହି କଥା ରଖିଛନ୍ତି, ଯେତେବେଳେ ଜଣେ ବ୍ୟକ୍ତି ସତ୍ୟ ହୃଦୟ ହୋଇ ଅନ୍ୟ ମନୁଷ୍ୟ ଆଡ଼କୁ ପ୍ରତ୍ୟାବର୍ତ୍ତନ କରେ, ସେତେବେଳେ ସେହି ବ୍ୟକ୍ତିର ହୃଦୟ ମଧ୍ୟ ଅନ୍ୟ ବ୍ୟକ୍ତି ପ୍ରତି କୋମଳ ହୋଇଯାଇଥାଏ। ଅତଏବ ବୁଦ୍ଧି କାହିଁକି ଏହି କଥାକୁ ଗ୍ରହଣ କରିବା ପାଇଁ କରିପାରିବ ନାହିଁ ଯେ ଭକ୍ତ ତ ସତ୍ୟ ହୃଦୟ ସହିତ ଆଲ୍ଲାହ ତାଆଲାଙ୍କ ଆଡ଼କୁ ପ୍ରତ୍ୟାବର୍ତ୍ତନ କରେ, କିନ୍ତୁ ଆଲ୍ଲାହ ତାଆଲା ଭକ୍ତ ଆଡ଼କୁ ମନ ବଳାଇବେ ନାହିଁ। ଉଭୟ ବ୍ୟକ୍ତି ପରସ୍ପର ସହିତ ଏହି କଥା ଉପରେ ଅନୁସରଣ କରନ୍ତି, ଏପରି ହେବା ସ୍ୱାଭାବିକ ମଧ୍ୟ। କିନ୍ତୁ ଆଲ୍ଲାହ ତାଆଲାଙ୍କ ସମ୍ପର୍କରେ ଏହା କହିବା ଯେ ଭକ୍ତର ଆଲ୍ଲାହ ତାଆଲାଙ୍କ ଆଡ଼କୁ ମନୋଯୋଗ କରିବା, କିନ୍ତୁ ଆଲ୍ଲାହ ତାଆଲା ମନୋଯୋଗ କରିବେ ନାହିଁ, ତାହା ନୁହେଁ, ବରଂ ଏହା ହେଉଛି ଆଲ୍ଲାହ ତାଆଲାଙ୍କର ଅସ୍ତିତ୍ୱ। ହଜରତ ମସିହ ମଉଦ ଆଲୈହିସ୍ସଲାମ କୁହନ୍ତି, ପ୍ରକୃତ କଥା ହେଉଛି ଆଲ୍ଲାହ ତାଆଲାଙ୍କର ଅସ୍ତିତ୍ୱ ତ ଅତ୍ୟନ୍ତ ଅଶେଷ ଦୟାବାନ, ସଦା କରୁଣାମୟ। ସେ ନିଜ ଭକ୍ତ ପ୍ରତି ସର୍ବଦା ମନୋଯୋଗ କରନ୍ତି। ପବିତ୍ର କୁରାନ କରୀମରେ ଆଲ୍ଲାହ ତାଆଲାଙ୍କର ନାମ ତୱାବ ରହିଛି, ଅର୍ଥାତ୍ ସର୍ବାଧିକ କ୍ଷମାଶୀଳ। ତେଣୁ ଭକ୍ତର ଆଲ୍ଲାହ ତାଆଲାଙ୍କ ପ୍ରତି ମନୋଯୋଗ ହେବା ଅନୁତପ୍ତ ଓ ଅନୁଶୋଚନା ତଥା ବିନୟ ଭାବ ସହିତ ହୋଇଥାଏ। ସେହିପରି ଆଲ୍ଲାହ ତାଆଲାଙ୍କର ଭକ୍ତ ପ୍ରତି ମନୋଯୋଗ ଯଦି ଦୟା ଓ କରୁଣାମୟ ଆଲ୍ଲାହ ତାଆଲାଙ୍କ ବିଶେଷ ଗୁଣାବଳୀ ସହିତ ନ ହୁଏ, ତେବେ କୌଣସି ବ୍ୟକ୍ତି ମୁକ୍ତି ଓ ମୋକ୍ଷ ପ୍ରାପ୍ତ କରିପାରିବ ନାହିଁ। କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ ସେହି ଲୋକମାନେ ଆଲ୍ଲାହ ତାଆଲାଙ୍କ ବିଶିଷ୍ଟ ଗୁଣାବଳୀ ଉପରେ ବିଚାର କଲେ ନାହିଁ ଏବଂ ସେମାନେ ସକଳ ଭରସା ନିଜର କର୍ମ ଓ କାର୍ଯ୍ୟ ଉପରେ କେନ୍ଦ୍ରୀଭୂତ କଲେ। କିନ୍ତୁ ସେହି ଈଶ୍ୱର ଯିଏ ବିନା କୌଣସି କର୍ମ ଅସଂଖ୍ୟ ପୁରସ୍କାର ମନୁଷ୍ୟ ପାଇଁ ଭୂପୃଷ୍ଠରେ ସୃଷ୍ଟି କରି ଦେଇଛନ୍ତି, ଏହା କ'ଣ ଆଲ୍ଲାହ ତାଆଲାଙ୍କ ଆଚରଣ ହୋଇପାରିବ ଯେ ଅତ୍ୟନ୍ତ ଦୁର୍ବଳ ମନୁଷ୍ୟ ଯେତେବେଳେ ନିଜର ଅବଚେତନ ଦ୍ୱାରା ସୂଚିତ ହୋଇ ଆଲ୍ଲାହ ତାଆଲାଙ୍କ ଆଡ଼କୁ ମନୋଯୋଗ କରେ, ତା ପୁଣି ଏଭଳି ରୂପରେ ଯେପରି ସେ ମାରିଦେବ ଓ ଅପବିତ୍ର ପୋଷକ ନିଜ ଶରୀରରୁ ଓହ୍ଲାଇ ଦେବ ଓ ତାର ପ୍ରେମମୂଳକ ଅଗ୍ନିଶିଖାରେ ନିଜକୁ ଭସ୍ମୀଭୂତ କରିଦେବ। ଅତଏବ ଆଲ୍ଲାହ ତାଆଲା ଏ ସତ୍ତ୍ୱେ ମଧ୍ୟ ଯଦି ନିଜର ଭକ୍ତ ପ୍ରତି ଦୟାବାନ ସହିତ ମନୋଯୋଗ ନ କରନ୍ତି, ତେବେ ଆମେ ଏହାକୁ ପ୍ରକୃତିର ନିୟମର ପଦବାଚ୍ୟ ହୋଇ ହେବାର କହିପାରିବା କି? ହଜରତ ମସିହ ମଉଦ ଆଲୈହିସ୍ସଲାମ ଆହୁରି କୁହନ୍ତି, ଯଦି ମନୁଷ୍ୟ ସତ୍ ହୃଦୟ ରଖି ନିଷ୍ଠାପର ହୃଦୟ ହୋଇ ଆଲ୍ଲାହ ତାଆଲାଙ୍କ ଆଡ଼କୁ ମନୋଯୋଗ କରେ, ତାହେଲେ ଆଲ୍ଲାହ ତାଆଲାଙ୍କ କୃପା ଓ ଦୟାର ଦ୍ୱାର କେବେ ବି ଅବରୁଦ୍ଧ ହୋଇନଥାଏ। ବରଂ ଆଲ୍ଲାହ ତାଆଲା ତ ଅଶେଷ ଦୟାବାନ ଓ ଅତ୍ୟନ୍ତ ମନୋଯୋଗୀ। ଆଲ୍ଲାହ ତାଆଲାଙ୍କ ସମ୍ପର୍କରେ ଏହା ଭାବିବା ଯେ ସେ କେଉଁ କେଉଁ ପାପୀଙ୍କୁ କ୍ଷମା ପ୍ରଦାନ କରିବେ, ଏହା ତ ତାଙ୍କ ପ୍ରତି ଦୁଃସାହସ ଅଶିଷ୍ଟତା ପ୍ରଦର୍ଶନ କରିବା ସହ ସମାନ। ଆଲ୍ଲାହ ତାଆଲାଙ୍କ ଦୟା ଓ କରୁଣା ନିଧି ଅତ୍ୟନ୍ତ ବ୍ୟାପକ ଓ ଅସୀମ ଅପାର। ତାଙ୍କ ନିକଟରେ ଏହା ଅଭାବ ନାହିଁ କି ତାହାଙ୍କ ଦ୍ୱାର କାହାରି ପାଇଁ ଅବରୁଦ୍ଧ ହୋଇ ନାହିଁ। ଏହା ଇଂରେଜମାନଙ୍କର ଚାକିରି ପରି ନୁହେଁ ଯେ ଏତେ ଉଚ୍ଚ ଶିକ୍ଷିତ କେଉଁଠି ଓ କିପରି ବା ଚାକିରି ମିଳିବ। ଆମେମାନେ ଆଲ୍ଲାହ ତାଆଲାଙ୍କର ଯେତେ ନିକଟବର୍ତ୍ତୀ ହେବା, ସେତିକି ମର୍ଯ୍ୟାଦା ଲାଭ କରିପାରିବା। ଏହା ହେଉଛି ଆଶ୍ୱାସନାମୂଳକ ପ୍ରତିଶ୍ରୁତି। ସେହି ମନୁଷ୍ୟ ହେଉଛି ହତଭାଗ୍ୟ ଓ ଅବୋଧ ଯିଏ ଆଲ୍ଲାହ ତାଆଲାଙ୍କ ଠାରୁ ହତୋତ୍ସାହିତ ହୋଇପଡ଼େ ଓ
ଓ ପରବର୍ତ୍ତୀ ମୁହୂର୍ତ୍ତରେ ତାର ଅବଚେତନ ଅବସ୍ଥାରେ ମୃତ୍ୟୁକ୍ଷଣ ଆସି ତା ସମ୍ମୁଖରେ ଉପନୀତ ହୁଏ। ନିଃସନ୍ଦେହ ଏହି ସମୟରେ ହତୋତ୍ସାହିତ ବ୍ୟକ୍ତି ପାଇଁ ଆଲ୍ଲାହ ତାଆଲାଙ୍କ ଦ୍ୱାର ଅବରୁଦ୍ଧ ହୋଇଯାଇଥାଏ। ଅତଏବ ଆଲ୍ଲାହ ତାଆଲାଙ୍କ ଦୟା ଓ କୃପାର ମାର୍ଗ ସଦାସର୍ବଦା ଉନ୍ମୁକ୍ତ। ହଁ, ଏଇଥିପାଇଁ ଏହା ଆବଶ୍ୟକ ଯେ ମନୁଷ୍ୟ ସଠିକ ଅବସ୍ଥାରେ ମନୋଯୋଗ କରୁ, ନା କି ମୃତ୍ୟୁ କ୍ଷଣି ଆସି ପହଞ୍ଚିବା ଓ ଶେଷ ନିଶ୍ୱାସ ତ୍ୟାଗ କରିବା ସମୟରେ ଆଲ୍ଲାହ ତାଆଲାଙ୍କ ଆଡ଼କୁ ଆନତ ହେଉ। ଅତଏବ ଏହି ଦିନମାନଙ୍କରେ ବିଶେଷ ରୂପେ କ୍ଷମାଯାଚନା ଓ ମନୋଯୋଗ କରିବା ଉଚିତ, କାରଣ ଏହି ମାସ ହେଉଛି ପବିତ୍ର ମାସ ଓ ଏହା ଦୁଆ ଗୃହୀତ ହେବାର ମାସ। ଏହି ମାସର ଶେଷ 10 ଦିନ ହେଉଛି ନରକାଗ୍ନିଠାରୁ ରକ୍ଷାକାରୀର ଦିନ। ପାପ ପରେ କ୍ଷମା ଓ ପୁଣ୍ୟ କରିବାର ସାମର୍ଥ୍ୟ ଆଲ୍ଲାହ ତାଆଲାଙ୍କ ଠାରୁ ହିଁ ପ୍ରାପ୍ତ ହୋଇଥାଏ। ଆମେ ଯଦି ଆଲ୍ଲାହ ତାଆଲାଙ୍କ ସହିତ ସମ୍ପର୍କ ସ୍ଥାପନ କରିନେବା, ତାହେଲେ ଆମର ଇହକାଳ ଓ ପରକାଳ ମଧ୍ୟ ସୁଧୁରିଯିବ। ମୁଁ ଯେପରି ପୂର୍ବେ କହିଛି, କେତେକ ସ୍ଥାନରେ ଅହମଦୀଙ୍କ ପାଇଁ ସ୍ଥାନକୁ ସଂକୁଚିତ କରି ଦିଆଯାଉଛି, ତାଙ୍କ ମାର୍ଗକୁ ସଂକୁଚିତ କରି ଦିଆଯାଉଛି। ସେହି ସମସ୍ୟାରୁ ବାହାରିବା ପାଇଁ ଏକମାତ୍ର ସାଧନ ହେଉଛି ଆମେମାନେ ନିଜର ସମ୍ପର୍କ ଆଲ୍ଲାହ ତାଆଲାଙ୍କ ସହିତ ସୁଦୃଢ଼ କରିବା। ଆଲ୍ଲାହ ତାଆଲାଙ୍କ ସହିତ ଯଦି ଆମର ସମ୍ପର୍କ ସୁଦୃଢ଼ ହୋଇଯିବ, ତାହେଲେ ଆମମାନଙ୍କର ଦରୁଦ ଓ ଆମମାନଙ୍କର ଇସ୍ତିଗଫାର ଆଲ୍ଲାହ ତାଆଲାଙ୍କ ପ୍ରସନ୍ନତାକୁ ଲାଭ କରିବାରେ ସଫଳ ହେବ, ଯଦ୍ୱାରା ଶତ୍ରୁପକ୍ଷ ଶତଚେଷ୍ଟା ସତ୍ତ୍ୱେ ଆମର କୌଣସି ଅନିଷ୍ଟ ଓ କ୍ଷତି ସାଧିତ କରିପାରିବ ନାହିଁ କି ଆମର କୌଣସି ଅମଙ୍ଗଳ କରିପାରିବ ନାହିଁ। କିନ୍ତୁ ଆଲ୍ଲାହ ତାଆଲା ଯଦି ଆମ ଉପରେ ପ୍ରସନ୍ନ ନାହାନ୍ତି, ତାହେଲେ ସଂସାର କୌଣସି ସାଧନ ଓ ମାଧ୍ୟମ ଆମକୁ ଲାଭ ପହଞ୍ଚାଇ ପାରିବ ନାହିଁ। ଅତଏବ ଆମମାନଙ୍କ ପକ୍ଷେ ଏହା ଆବଶ୍ୟକ ଯେ ଆମେମାନେ ଆଲ୍ଲାହ ତାଆଲାଙ୍କ ସହିତ ନିଜର ସମ୍ପର୍କକୁ ଅଧିକରୁ ଅଧିକ ସୁଦୃଢ଼ କରିବା। ଚଳିତ ରମଜାନ ମାସରେ ବିରୋଧୀଙ୍କର କୋପରୁ ସୁରକ୍ଷିତ ରହିବା ପାଇଁ ବହୁତ ଦୁଆ କରିବା। ମୁଁ ଯେପରି କହିଲି, କେତେକ ସ୍ଥାନରେ ଅହମଦୀମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ତାଙ୍କୁ ନିର୍ଯାତନା ଦିଆଯାଉଛି। ଏହି ଅହମଦୀ ଭାଇମାନେ ସମସ୍ୟାରେ ପୀଡ଼ିତ ଅଛନ୍ତି। ଆଲ୍ଲାହ ତାଆଲା ଏମାନଙ୍କ ପାଇଁ ସରଳତା ଓ ସହଜତା ଉତ୍ପନ୍ନ କରନ୍ତୁ। ବିରୋଧୀଙ୍କ ଶତ୍ରୁଙ୍କର ଅନିଷ୍ଟତାଠାରୁ ସୁରକ୍ଷିତ ରଖନ୍ତୁ। ପାକିସ୍ତାନରେ ବସବାସ କରୁଥିବା ଅହମଦୀମାନେ ବିଶେଷ କରି ଏହି ପବିତ୍ର ମାସରେ ନିଜ ପାଇଁ ଓ ଜମାତ ପାଇଁ ଦୁଆ କରନ୍ତୁ। ସେହିପରି ଆଜିକାଲି ଯେଉଁ କରୋନା ଭୂତାଣୁ ରୂପକ ମହାମାରୀ ରୋଗ ବ୍ୟାପି ଚାଲିଛି, ତହିଁରୁ ଆଲ୍ଲାହ ତାଆଲା ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ। ଦୁଆ କରନ୍ତୁ ଯେ ଆଲ୍ଲାହ ତାଆଲା ଏହି ବିପତ୍ତିରୁ ପୃଥିବୀକୁ ଉଦ୍ଧାର କରନ୍ତୁ ଓ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ। ଅତଏବ ଆଲ୍ଲାହ ତାଆଲା ପ୍ରକୃତ ପକ୍ଷରେ ଆମମାନଙ୍କୁ ଦରୁଦ ଶରୀଫ ଓ ଇସ୍ତିଗଫାର ପାଠ କରିବାକୁ ଶକ୍ତି ପ୍ରଦାନ କରନ୍ତୁ। Alhamdulillah, nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udzu billahi min shururi anfusina wa min sayyiati a'malina. من يهده الله فلا مضل له ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله، إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.